ମାନେ ଧର୍ମ କୌଣସି ବଜାରର ନା ଧର୍ମ କୌଣସି ଦେଖନ୍ତୁ ଧର୍ମ କୌଣସି ବିକ୍ରି ଜିନିଷ ନୁହେଁ କି ଆପଣ କେତେ ବୟସରେ ଏ ସନ୍ନ୍ୟାସ ନବାର ଇଚ୍ଛା ଆପଣ ମନରେ ଜାଗ୍ରତ ହେଇଥିଲା? ଆମର ଗୋଟେ ଜ୍ୟୋତିର୍ମଠ ଅଛି ବଦ୍ରିକା ଆଶ୍ରମରେ, ତେଣୁ ଆମକୁ ଗୋଟେ ଠିକ ସମୟରେ ଗୋଟେ ଠିକ ଗାଇଡଲାଇନ ମିଳିଗଲା, ଠିକ ମାର୍ଗଦର୍ଶନ ମିଳିଲା। ତ ଗୋଟେ କନଫ୍ୟୁଜନ ସବୁବେଳେ ଭିତରେ ଥାଏ ଯେ ଆମେ ବହୁତ ପୁରାଣ ପଢିଲୁ, କୋଉଠି ଲେଖା ହେଇଛି ଶିବ ବଡ, କୋଉଠି ଲେଖା ହେଇଛି ବିଷ୍ଣୁ ବଡ। ଆଚାର୍ଯ୍ୟ ଶଙ୍କର ବି ଯେତେବେଳେ ସନ୍ନ୍ୟାସ ନେବାକୁ ବାହାରିଲେ ତାଙ୍କ ମା ସେମିତି ତ ଅନୁମତି ଦେଇନଥିଲେ। କେଶବ ଯେ ମଥୁରାକୁ ଗଲା, କାହା ବଲେ ଗଲା ପୁତ୍ର ଆଉ ଲେଉଟି ରହିଲା। ତ ମହାରାଜ ଆପଣ ଯୋଉ ସମୟରେ ସନ୍ନ୍ୟାସ ଦୀକ୍ଷା ନେଲେ, ଆମେ ଆପଣ ସରସ୍ୱତୀ ସମ୍ପ୍ରଦାୟକୁ ରିପ୍ରେଜେଣ୍ଟ କରନ୍ତି, ସେମିତି ଦଶନାମୀ ସମ୍ପ୍ରଦାୟ ଆଚାର୍ଯ୍ୟ ଶଙ୍କରଙ୍କ ଦ୍ୱାରା ଦଶନାମୀ ସମ୍ପ୍ରଦାୟର ପ୍ରତିଷ୍ଠା ହେଇଥିଲା। ମହାରାଜ ପ୍ରତ୍ୟେକ ବ୍ୟକ୍ତିର ସମାଜ ସହିତ ତା ପରିବାର ପ୍ରତି ମଧ୍ୟ କିଛି କର୍ତ୍ତବ୍ୟ ଥାଏ। ନିଶ୍ଚୟ କେବଳ ମା ବାପାଙ୍କ କଥା ବୁଝିବେ କି ଆଉ ଗୋଟେ ବିରାଟ ମା ତାଙ୍କ କଥା ବୁଝିବେ। ତ ଏଇଭଳି ଭାବ ଦୃଷ୍ଟିରୁ ଯେହେତୁ ମୋର ଅନ୍ୟ ଭାଇମାନେ ରହିଲେ, ମୁଁ କହିଲି ତମେ ପରିବାର କଥା ବୁଝ ଆଉ ମୁଁ ଏ କଥା ବୁଝିବି। ବିଜ୍ଞାନ ନାଁରେ ବିକାଶ ନାଁରେ ପର୍ୟାବରଣକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ବିନଷ୍ଟ କରିଦିଆଯାଉଛି। ମହାରାଜ ସନ୍ନ୍ୟାସୀ ଜୀବନର ଲକ୍ଷ୍ୟ ହୋଇଥାଏ ଈଶ୍ୱରଙ୍କ ସାକ୍ଷାତ। ଆଜ୍ଞା ଆପଣ ଈଶ୍ୱରଙ୍କୁ ସାକ୍ଷାତ କଲେଣି? ବିଚଳିତ ମନକୁ ଏକାଗ୍ର କରିବା ପାଇଁ କିଛି ସରଳ ଉପାୟ ଅଛି? ଆଜି ସମସ୍ୟାରେ କଣ ହେଇଛି, ମଣିଷଟା ଡିସଚାର୍ଜ ହେଇଛି, ମୋବାଇଲଟା ଫୁଲ ଚାର୍ଜିଂ ହେଇଯାଇଛି। ମହାରାଜ ଆପଣ ଯୋଗୀ ଆଦିତ୍ୟନାଥଙ୍କୁ କେମିତି ଦେଖନ୍ତି, ସନ୍ନ୍ୟାସୀ ନା ସମ୍ରାଟ? ରେଗୁଲାର ଆକ୍ଟିଭିଟିଜ ଯଦି ଦେଖିବା କଣ କଣ ରହିଛି? ଆମେ ତ ଜାଣିଛୁ ଆପଣ ବହୁତ ଭଲ ମଠ ସ୍ଥାପନ କରିଛନ୍ତି। ସ୍କୁଲ କଲେଜ ବିଦ୍ୟାଳୟ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ନେଇ ଆମେ ସେଠି କେମିତି 4 ଦିନିଆ 5 ଦିନିଆ 8 ଦିନିଆ ଭିନ୍ନ ଭିନ୍ନ ଶିବିର ସବୁ କରିବା। ଧୀରେ ଧୀରେ ଯୋଉ ପାରିବାରିକ ବ୍ୟବସ୍ଥା ବିଘଟନ ହଉଛି, ଲୋକଙ୍କ ପାଖରେ ପଇସା ଅଛି, ପିଲା ନାହାନ୍ତି, ବୃଦ୍ଧ ବୃଦ୍ଧା କେବଳ ଘରେ ଅଛନ୍ତି, ପାଖରେ କେହି ନାହାନ୍ତି, ସେମାନଙ୍କୁ ଗୋଟେ କ୍ରିଏଟିଭ ନୂଆ ଜୀବନ ଗୋଟେ ଦବା। ସେଠି ଗୋଟେ ଆମ ଆଶ୍ରମ, ସେଠି ଆମେ ବାନପ୍ରସ୍ଥ ସାଧକ ଆଶ୍ରମ କରିଛୁ। ସାଧୁ ସନ୍ଥ ମାନଙ୍କର ଏ ସମାଜରେ ଅନେକ ଭୂମିକା ଥାଏ। ସେମାନେ ବାଲ୍ୟକାଳରୁ ତାଙ୍କର ଗୃହ ପରିତ୍ୟାଗ କରିଥାନ୍ତି ସମାଜର ଉଦ୍ଧାର ପାଇଁ, ସମାଜକୁ ସୁରକ୍ଷିତ ରଖିବା ପାଇଁ, ସମାଜର ଅସାମାଜିକ ତତ୍ତ୍ୱକୁ କିପରି ସୁଧାରା ଯାଇପାରିବ ସେଥିପ୍ରତି ସେ ଥାନ୍ତି ଯତ୍ନବାନ। ସମାଜରେ ସନ୍ନ୍ୟାସୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ସମାଜକୁ ସୁଧାରିବାର କାର୍ଯ୍ୟ ସନ୍ନ୍ୟାସୀ ମାନେ ବିଶେଷ କରି କରିଥାନ୍ତି, ଯିଏକି ବାଲ୍ୟକାଳରୁ ନିଜର ଗୃହ ପରିତ୍ୟାଗ କରନ୍ତି, ସମାଜରେ କିଭଳି ଭାବରେ କୁସଂସ୍କାର ଦୂର କରାଯାଇପାରିବ, ଏମିତି ଏକ ମନୋବୃତ୍ତି ନେଇ ନିଜ ଜୀବନକୁ ବାଲ୍ୟକାଳରୁ ଉତ୍ସର୍ଗୀକୃତ କରିଥିବା ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ଆଧ୍ୟାତ୍ମିକ ଗୁରୁ, ବେଦଧାମର ପ୍ରତିଷ୍ଠାତା, ମୋଟିଭେସନାଲ ସ୍ପିକର ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ଜୀ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି। ତାଙ୍କର ସନ୍ନ୍ୟାସୀ ଜୀବନ ସହିତ ସମାଜ ପାଇଁ ତାଙ୍କର ଯୋଉ ଉତ୍ସର୍ଗୀକୃତ ମନୋଭାବ, ସେ ସବୁକୁ ନେଇକି ଆମେ ଆଜି ଆଲୋଚନା କରିବା ଉନ୍ମୋଚନର ପୋଡକାଷ୍ଟ ଅସ୍ମିତାର କଥାରେ। ମହାରାଜ ପ୍ରଣାମ। ନମସ୍ତେ, ଧନ୍ୟବାଦ। ମହାରାଜ କେମିତି ଅଛନ୍ତି ଆପଣ? ଭଲ ଅଛି। ଆପଣ ଏଇ ଯୋଉ ଯେମିତି ସଂସାର ଚାଲିଛି, ସଂସାରରେ ଯେମିତି ଚାକଚକ୍ୟ ଭୋଗ ପଦାର୍ଥ ମାନ ଚାରିଆଡେ ରହିଛି, କିନ୍ତୁ ଆପଣ ସେ ସବୁକୁ ବେଖାତିର କରି ଏମିତି ଏକ ପଥକୁ ବାଛି ନେଲେ। ଆଜ୍ଞା, କଣ ଥିଲା ତା ପଛର କାରଣ ମହାରାଜ? ଦେଖନ୍ତୁ, ଆମେ ଯଦି ସଂସାର ପ୍ରତି ଦୃଷ୍ଟିପାତ କରିବା, ଏ ସଂସାରରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କ ଭିତରେ ଏକ ଭିନ୍ନ ଭିନ୍ନ ପ୍ରବୃତ୍ତି ଦେଖିବା। ଏ ଯୋଉ ପ୍ରବୃତ୍ତି ବିଷୟରେ ଭାରତୀୟ ସଂସ୍କୃତି କହେ, ପୂର୍ବ ଜନ୍ମରୁ ଯୋଉ ବ୍ୟକ୍ତିଙ୍କ ଭିତରେ ଯେଉଁ କର୍ମ ପ୍ରତି ତୀବ୍ର ଅଭିରୁଚି ଥାଏ, ତାର ସଂସ୍କାର ଜନ୍ମ ଧରି ତାଙ୍କ ସାଙ୍ଗରେ ଚାଲେ। ଆମେ ଦେଖୁଛେ ଛୋଟ ସମୟରେ ଆଜିକାଲି ଯୋଉ ପିଲାମାନଙ୍କର ପ୍ରତିଯୋଗିତା ହଉଛି, ଆଗ ଏତେ ଟିଭି ନଥିଲା, ମିଡିଆ ନଥିଲା, ଚ୍ୟାନେଲ ନଥିଲା, ଆମେ ଜାଣୁନଥିଲେ। ଆଜିକାଲି ଆମେ ଦେଖୁଛେ ଛୋଟ ପିଲାଙ୍କ ଭିତରେ ଗାଇବା, ବଜେଇବା, ଅଭିନୟ କରିବା, ଏ ଯୋଉ ପ୍ରତିଭା, ସେମାନେ ତ ଏବେ ବିଶେଷ କିଛି ଶିଖି ନାହାନ୍ତି। ସେଇଥିରୁ ଜଣା ପଡୁଛି ଜନ୍ମ ଧରି ଯୋଉ ବ୍ୟକ୍ତି ଭିତରେ ଯେଉଁ ପ୍ରକାର ସଂସ୍କାର ଥିବ, ତାହା ପରବର୍ତ୍ତୀ ସମୟରେ ବାଲ୍ୟ କାଳରୁ ପରିପ୍ରକାଶ ହୁଏ। ତେଣୁ ଆମ ଭିତରେ ଯୋଉ ଆଧ୍ୟାତ୍ମିକ ଅନୁସନ୍ଧି ଇଚ୍ଛା ଥିଲା ଛୋଟ ସମୟରୁ, ଭାରତୀୟ ସଂସ୍କୃତିକୁ କଣ ଜାଣିବା, ଭିନ୍ନ ଭିନ୍ନ ପୁରାଣ ପଢିଲେ ସେ ପୁରାଣ ଗୁଡିକ କଣ ଲେଖା ହେଇଛି, ବାସ୍ତବରେ ଭଗବାନ କୋଉଠି ରହନ୍ତି, ବାସ୍ତବରେ ଭଗବାନ କେମିତି କଣ ସତରେ ଦର୍ଶନ ଦିଅନ୍ତି, ରାତିରେ ଦର୍ଶନ ଦିଅନ୍ତି ନା ଦିନରେ ଦିଅନ୍ତି, ଜଙ୍ଗଲରେ ଦିଅନ୍ତି ନା ଘରେ ଦିଅନ୍ତି। ଦେଖନ୍ତୁ, ଆପଣ ଭାଗବତ ପଢୁଛନ୍ତି, ଆମେ ପଢୁଛୁ, ଆମେ ପ୍ରହ୍ଲାଦ କଥା ପଢୁଛେ, ଆମେ ଧ୍ରୁବ କଥା ପଢୁଛେ, ସମସ୍ତେ ପଢୁଛେ।
କେଉଁ କେଉଁ ପିଲାମାନଙ୍କୁ ସବୁ ଛୁଇଁ ଯାଏ। ସତରେ କଣ ଧ୍ରୁବ ଏମିତି ତପସ୍ୟା କରିଥିଲା 7 ଦିନ ଭିତରେ ଭଗବାନ ତାକୁ ଦର୍ଶନ ଦେଇଥିଲେ? ସତରେ କଣ ପ୍ରହ୍ଲାଦ ଏଭଳି କହିଲା ଯେ ଭଗବାନ ବିଷ୍ଣୁ ତାକୁ ଆସିକି ରକ୍ଷା କରିଥିଲେ? ଏଇ ଯୋଉ ଅନୁସନ୍ଧି ଇଚ୍ଛା, ଏଇଟା କେମିତି ଆସେ? ଏଇଟା ପୂର୍ବ ଜନ୍ମର ସଂସ୍କାର। ତେଣୁ ଆମର ଭାରତୀୟ ସଂସ୍କୃତିକୁ ଜାଣିବାର ଇଚ୍ଛା ହେଲା, ଧର୍ମକୁ ଜାଣିବାର ଇଚ୍ଛା ହେଲା, ତେଣୁ ଆମେ ଏ ରାସ୍ତାରେ ପଳେଇ ଆସିଲୁ। ଯଦି ଦେଖିବା ମହାରାଜ, ଆଜିକାଲି ଯୁବବର୍ଗ ଆଜ୍ଞା ଯୁବବର୍ଗ ପୂର୍ବଜନ୍ମ ପରଜନ୍ମର କୌଣସି ବିଶ୍ୱାସ ରଖନ୍ତି ନାହିଁ। ଆଜ୍ଞା ତାଙ୍କ ମତରେ ଏଇ ଜନ୍ମଟା ଗୋଟିଏ ହିଁ ଜନ୍ମ, ଆଜ୍ଞା ଏଥିରେ ସେ ତାଙ୍କର ଯେତେ ଯାହା ଅଭିଳାଷ ଅଛି ପୂର୍ଣ୍ଣ କରିବେ, ପୂର୍ବଜନ୍ମ ପରଜନ୍ମ ବୋଲି କିଛି ନାହିଁ। ଆଜ୍ଞା କିନ୍ତୁ ଆପଣଙ୍କ ଉକ୍ତିରୁ ପୂର୍ବୋକ୍ତିରୁ ଆଜ୍ଞା ଆମେ ନିଶ୍ଚିତ ହେଲୁ ଯେ ପୂର୍ବଜନ୍ମ ନିଶ୍ଚିତ ଭାବରେ ଥାଏ, ଆଜ୍ଞା ସେମିତି ପରଜନ୍ମ ମଧ୍ୟ ଥିବ। ଆଜ୍ଞା। ସେଇଭଳି ଯୁବକ ମାନଙ୍କୁ ଆପଣଙ୍କର ସନ୍ଦେଶ କଣ ରହିବ? ଆଚ୍ଛା ଦେଖନ୍ତୁ, ଗୋଟେ ଛୋଟିଆ କଥା, ମୋ କାମ ପ୍ରାୟତଃ ଅଧିକାଂଶ ଭାବରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଆଡକୁ ଯିବା ଏବଂ ଯୁବକ ମାନଙ୍କ ଭିତରେ କାମ କରିବା ମତେ ବେଶୀ ଭଲ ଲାଗେ। କାହିଁକି? ସେମାନଙ୍କ ଭିତରେ ଯୋଉ ପ୍ରଶ୍ନ ଅଛି, ସେଇ ପ୍ରଶ୍ନ ଗୁଡିକୁ ସମ୍ମୁଖୀନ ହବା ଦ୍ୱାରା, ଦ୍ୱିତୀୟରେ ପିଲାମାନଙ୍କ ସାଙ୍ଗରେ ମିଶିଲେ ଆମ ଭିତରେ ବି ସେଇ ଯୁବ ସୁଲଭ ଉଦ୍ଦାମତା ଆସେ ଏବଂ ପିଲାଙ୍କର ପ୍ରଶ୍ନକୁ ସାମ୍ନା କଲେ ଆମ ଭିତରେ ମଧ୍ୟ ତାଙ୍କୁ ଉତ୍ତର ଦେବାର ନୂଆ ନୂଆ ତର୍କ ଆସେ। ସବୁବେଳେ ପିଲା ତମେ ଯାହା ପଚାରୁଛ ପିଲା ଏ କଥା ପଚାରନ୍ତି, ତ ମୁଁ ସାମାନ୍ୟ ଉତ୍ତର ଦିଏ। ପିଲା ଆଜିକାଲିର ଯୁବବର୍ଗଙ୍କୁ ଆପଣ ବେଦ କଥା କହିବେ, ଦର୍ଶନ କଥା କହିବେ, ଉପନିଷଦ କଥା କହିବେ, ମନ୍ତ୍ର କହିବେ, ଶ୍ଲୋକ କହିବେ, ସେମାନେ କହିବେ ଆମେ ଏସବୁକୁ ବିଶ୍ୱାସ କରିବା ପାଇଁ ଜମା ପ୍ରସ୍ତୁତ ନୁହଁ। କିନ୍ତୁ ସମସ୍ତେ ଗୋଟିଏ କଥାକୁ ବିଶ୍ୱାସ କରନ୍ତି, ତାହା ହଉଛି ତର୍କ, ଲଜିକ। ତ ଆମେ ପିଲାଙ୍କୁ ପଚାରୁ, ଆଚ୍ଛା ପିଲାମାନେ ତମେ ସବୁ ପାଠ ପଢୁଛ, ପରୀକ୍ଷା ଦଉଛ? ସେମାନେ କହିବେ ଆଜ୍ଞା ହଁ ଦଉଛୁ। ଆଚ୍ଛା ଯେତେବେଳେ ତମେ ପରୀକ୍ଷା ଦଉଛ, ପରୀକ୍ଷାର ତାର ଗୋଟେ ପରୀକ୍ଷାର ଫଳ ବାହାରୁଛି, ପରିଣାମ ଘୋଷିତ ହଉଛି, ଆଗ ପରୀକ୍ଷା ନା ଆଗ ଫଳ? ଛୋଟିଆ କଥା, ଯେକୌଣସି ଲୋକ କହିବ ଯେ ଆଗ ପରୀକ୍ଷା ତାପରେ ଫଳ। ମନେ କରନ୍ତୁ କୌଣସି ଗୋଟିଏ ମାସର 1 ତାରିଖ ଦିନ ଫଳ ଘୋଷଣା ହେଇଛି, ତେବେ ପରୀକ୍ଷାଟା କେବେ ହେଇଥିବ? ତା ପୂର୍ବରୁ, ତା ପୂର୍ବ ମାସରେ ହେଇଥିବ ନିଶ୍ଚିତ। ଗୋଟିଏ ତର୍କ ହେଲା ଆଗ ପରୀକ୍ଷା ତାପରେ ଫଳ। ଫଳ ଯଦି ମନେ କରନ୍ତୁ ଗୋଟିଏ ମାସର 1 ତାରିଖରେ ହେଇଛି, ଯଦି କୌଣସି ଗୋଟେ ବର୍ଷର 1 ତାରିଖରେ ହେଇଛି, ତାପରେ ପୂର୍ବ ବର୍ଷ ପରୀକ୍ଷା ହେଇଛି। ଆଜ୍ଞା। ଜନ୍ମ ସମୟରୁ ଆମେ ଯୋଉ ଭିନ୍ନ ଭିନ୍ନ ପିଲାମାନଙ୍କ ଭିତରେ ପାର୍ଥକ୍ୟ ଦେଖୁଛୁ, ଜଣେ ପିଲା ଗରିବ ଘରେ ଜନ୍ମ ହଉଛି, ଜଣେ ଧନୀ ଘରେ ଜନ୍ମ ହଉଛି, ଜଣେ ବୁଦ୍ଧିମାନ ଜନ୍ମ ହଉଛି, ଜଣେ ବୁଦ୍ଧିହୀନ ଭାବରେ ଜନ୍ମ ହଉଛି, ଜଣେ ସ୍ୱସ୍ଥ ଶରୀରରେ ଜନ୍ମ ହଉଛି, ଜଣେ କୌଣସି ପ୍ରକାର ଅଙ୍ଗ ବିକାର ନେଇକରି ଜନ୍ମ ହଉଛି, ଦିବ୍ୟାଙ୍ଗ ସନ୍ତାନ ଜନ୍ମ ହଉଛନ୍ତି, କାହାର ଥରେ ପଢିଲେ ମନେ ରହୁଛି, କାହାର 10 ଥର ପଢିଲେ ବି ମନେ ରହୁନି। ଇଏ ଯୋଉ ଜିନିଷ ଛୋଟ ଜନ୍ମ ସମୟରେ ଯୋଉ ପାର୍ଥକ୍ୟ ହେଲା, ଇଏ ଯୋଉ ଫଳ, ଏ ଫଳ କୋଉ ଆଧାରରେ ହେଲା? ଯଦି ଆମେ ଈଶ୍ୱରଙ୍କୁ ନ୍ୟାୟକାରୀ ବୋଲି ସ୍ୱୀକାର କରୁଛେ, ତେବେ ଆମକୁ ନିଶ୍ଚିତ ଭାବରେ ସ୍ୱୀକାର କରିବାକୁ ପଡିବ ଯେ ଇଏ ଫଳ ପାଇଁ କର୍ମ ଆଗରୁ ହେଇଥିଲା, ଏ ଜନ୍ମରେ ତ ହେଇନି। ଇଏ ତ ଜନ୍ମ ସମୟରୁ ପାର୍ଥକ୍ୟ ଅଛି। ଏଇଥିରୁ ଜଣା ପଡୁଛି ନିଶ୍ଚିତ ଭାବରେ ପୂର୍ବ ଜନ୍ମ ଥିଲା, ଯୋଉ ଆଧାରରେ କି ଏ ଜନ୍ମ ମିଳିଛି। ଦ୍ୱିତୀୟ କଥା, ଆମେ ଭାରତର ସମ୍ବିଧାନକୁ ମାନୁଛେ। ଆମେ ମାନୁଛେ ଏଭଳି ଏକ ଦୁଷ୍କର୍ମ କଲେ ଫାଶୀ ପର୍ଯ୍ୟନ୍ତ ଦଣ୍ଡ ଅଛି। ମନେ କରନ୍ତୁ ଜଣେ ଲୋକକୁ ମାରିଦେଲ କି 2 ଜଣ ଲୋକଙ୍କୁ ମାରିଦେଲ, ରେୟାର କେସରେ ଆପଣଙ୍କୁ ଫାଶୀ ଦିଆହବ। ଯୋଉମାନେ କୌଣସି ପ୍ରକାର କେମିକାଲ ୱିପନ ଲଗେଇଲେ ହଜାର ହଜାର ଲୋକଙ୍କୁ ମାରିଦେଲେ, ତାପରେ ସେମାନେ ଧରା ପଡିଲେ, ତାଙ୍କୁ କେତେ ଥର ଫାଶୀ ଦିଆହବ? ଆମ ହାତରେ ତ ଥରେ ଫାଶୀ ଅଛି। ଆଜ୍ଞା ଆଜ୍ଞା। ଜଣେ ଲୋକକୁ ମାରିଲେ ଯଦି ଥରେ ଫାଶୀ, 1000 ଲୋକଙ୍କୁ ବି ଯଦି ମାରିଲେ ଥରେ ଫାଶୀ, ଇଏ ତ ଅନ୍ୟାୟ ହେଇଗଲା। ଆଜ୍ଞା କିନ୍ତୁ ଆମ ପାଖରେ ତ ନ୍ୟାୟ କରିବା ପାଇଁ ବ୍ୟବସ୍ଥା ନାହିଁ। ଆଜ୍ଞା। ତେଣୁ ସେଇଥିପାଇଁ ସ୍ୱୀକାର କରିବାକୁ ପଡିବ ଯେ ଏ ଯୋଉ କର୍ମ ଗୁଡିକ ରହିଲା, ତାହା କର୍ମ ଫଳ ଆଉ ତ କେବେ ମିଳିବାକୁ ପଡିବ, ତ ଫେର ପୁନର୍ଜନ୍ମ ଆବଶ୍ୟକ। ଆଜ୍ଞା, ନିଶ୍ଚିତ ଭାବରେ। ତ ଇଏ ତର୍କ କହୁଛି ଯେହେତୁ ଆମେ ମଲା ପର୍ଯ୍ୟନ୍ତ କର୍ମ କରୁଛେ ଏବଂ ସବୁ କର୍ମର ଫଳ ଆମେ ଏଠି ଭୋଗ କରିପାରିବା ନାହିଁ ଏବଂ ମଣିଷ ସମାଜ ସବୁ କର୍ମର ଫଳ ଦେଇପାରିବ ନାହିଁ, ତେଣୁ ନିଶ୍ଚିତ ଭାବରେ କର୍ମର ଫଳ ଭୋଗ କରିବା ପାଇଁ ତାକୁ ଆଉଥରେ ଜନ୍ମ ନେବାକୁ ପଡିବ। ଆପଣଙ୍କ ମତରେ ଭାରତରେ ଯେମିତି ସମ୍ବିଧାନ ଅଛି, ଆଜ୍ଞା, ସେମିତି ଧର୍ମର ମଧ୍ୟ ସମ୍ବିଧାନ ଅଛି। ହଁ ନିଶ୍ଚିତ। ଯଦି ମଣିଷ ସମାଜରେ କିଛି ମାନେ କୁକର୍ମ କରେ, ତାହେଲେ ସେଇ ସମ୍ବିଧାନର ଧାରା ଅନୁସାରେ ତାକୁ ଦଣ୍ଡିତ ହେବାକୁ ପଡିବ। ନିଶ୍ଚିତ ଭାବରେ। ଦେଖନ୍ତୁ, ଭାରତ ଯେତେବେଳେ ସ୍ୱାଧୀନ ହେଲା, ଗୋଟେ ରାଷ୍ଟ୍ର କେମିତି ଚାଲିବ, କାହାର ଦାୟିତ୍ୱ କଣ ରହିବ, କାହାର କର୍ତ୍ତବ୍ୟ କଣ ରହିବ, ନାଗରିକ ମାନଙ୍କର ଅଧିକାର କଣ ରହିବ ଏବଂ କର୍ତ୍ତବ୍ୟ କଣ ରହିବ,
ए सबु भाव विस्तृत विवेचना करी वर्णना सहित भारतर संविधान हला। समस्त देशर संविधान अच्छी एमती कि जदि आम छोटिया संगठन भी करुचे गोटे क्लब घर टे भी करुचे गोटे सोसाइटी करुचे गाँ मंदिर गोटे जदि संस्था टी करुचे से भी सभापति किए हे संपादक किए हे कहार दायित्व कौन रहा कौन कार्य हम ताप गोटे संविधान आज कौन सी संस्थार पंजीकरण करने आपण जितेबले निर्दिष्ट अनुष्ठान सरकारी व्यवस्था को जीवे से आगे आप गोटे बाइलट संविधान बिना संविधान हो पारे मनीष जदि विचार करुच्ची गोटे संविधान निश्चित भाव में संगठन चलने दरकार जो परमात्मा विराट संसार को तैयारी करिसंती से जो समस्त प्रकार मनीष तार नागरिक अटंती तेणु समाज प्रति राष्ट्र प्रति परिवेश प्रति माता पिता प्रति संतान प्रति कौन कर्तव्य कहीं संतान सहित माता पिता आम जोड़ी कि आप जोड़ी ना भगवान जोड़ी तेरे मार कौन दायित्व संतान प्रति हम पितांगर कौन दायित्व हम एवं परवर्ती काल रे संतान कौन दायित्व माता पिता हम से तो बुझे माने सरकार माने परमात्मा काम आज गोटे प्रोडक्ट आम किणुचे टीवी किणतु रेफ्रिजरेटर किणतु 2 चकिया गाड़ी किणतु 4 चकिया गाड़ी किणतु एमती कि मशा मरा तेल भी किणतु ता भितर गोटे 5-6 पृष्ठार कागज टी थी ताकू केमिति व्यवहार करेंगे आज्ञा ये जो विराट सृष्टि परमात्मा करिकी देले आ सहित आम केमिति व्यवहार करवा परमात्मा जदि तार संविधान नियम कानून सब मनुष्य देवे नहीं तो मनुष्य तो भूल व्यवहार कर तो से संविधान हूँ वेद आज्ञा एक कथा मु कहूनी कि कौन सी भारतीय लोक ही कही ना जिते विदेश रे जने बहुत बड़ जर्मन दार्शनिक फ्रेडरिक मैक्स मुलर से गोटे कथा कहले जे जदि आम परमात्मा को स्वीकार करुचे तेबे हमको स्वीकार करने को पड़ो जे परमात्मा निश्चित भाव गोटे डिवाइन रिवेलेशन अथवा ईश्वरीय ज्ञान किसी देथिबे जोटा कि सब मनुष्य समान हेतिबो आज्ञा अच्छा आम कोटा समग्र मनुष्य समाज पर संविधान बोली स्वीकार करवा ना जो थिरे कि समग्र मनुष्य समाज कथा कहु गोटे संविधान भारत वर्ष रे आमे जाको मानुचे संविधान बोली धर्मर संविधान वेद से कौन संप्रदाय विशेष किसी कहनी से कहुई श्रृणवंतु विश्व अमृत से पुत्र आज्ञा विश्वर समस्ते होचंदी अमृतर संतान से अमेरिका रुहतु भारत रे रुहतु दक्षिण आफ्रिका रुहतु कला हुंतु गोरा हुंतु पुरुष हुंतु स्त्री हुंतु तेणु जो ग्रंथ रे जो ज्ञान रे समग्र मनुष्य समाज पर समान भाव रे व्यवस्था दिया बुझे पड़े ये ईश्वरंगर संविधान महाराज जदि ईश्वरंकर संविधान अच्छी ताले ये धर्म ना रे एते हणाकटा मारपीट कौन पाई हाँ सबुठ बड़ कथा है आज मुझे पचारुची आपण भी बाइक चलाउछंती आमे भी बाइक चलाउछु आमे जो शहर रोचे ये भी लक्ष्य अधिक लोक बाइक चलाउथि आमे गाड़ी टी जो किणुचे आमको मोटर व्हीकल एक्ट विषय जाना दरकार गोटे मोटर व्हीकल एक्ट भी अच्छी आज्ञा महाराज से मोटर व्हीकल एक्ट भी लिखा है को बत्ती रे जीवे केतिकी सतर्क रहिबे केते जन जीवे हेलमेट पिंधिबे सब लिखा है सब लेखा हवा सत्वे केते लोक हेलमेट पिंधुछंती कहतु मोटर व्हीकल एक्ट रे जिते स्पष्ट भाव में लिखा है आपड़ जिते कौन सी जगह बुलवे डाहाण पटर कटिंग काटे किंतु जदि ट्रैफिक पुलिस ठिया नथिबो आपण बुलिक जाउछन तो ये जो चुनिछि संविधान थिबा सत्वे नियम थिबा सत्वे आमे तार विरुद्धाचरण करुचे से भली भाव रे परमात्मा द्वारा समग्र मनुष्य समाज में जो संविधान दिखाई वेद से हणाकटार स्थान नहीं कहीं वेदर जो संदेश अच्छी से कहुई यत्र विश्वम भवति एक नीडम आमे समस्ते गोटे नीडर पक्षी वैदिक संस्कृति कहुई वसुधैव कुटुंबकम समग्र संसार टा हूँ गोटे परिवार किंतु आमे ता प्रति ध्यान न दर आउ सबुठ बड़ कथा हूँ ईश्वर संविधान वेद जो भाई कथा लिखाई वर्तमान धर्म अथवा धर्म मत नाम प्रचलित सबु संप्रदाय एक कथा कहनी आज्ञा हणाकाटर कारण हूँ सेटा आज्ञा एबे एक्सीडेंट केतବେଳେ हुए जने लोक ठीक ता बाँ पटे जानुची आउ जने डान पटे नहीं आसिला आज्ञा एक्सीडेंट सेट होची आज्ञा जेतବେଳେ जने व्यक्ति भारत ईश्वरंगर संविधान मानिकी चलुची आउ जने ता निज इच्छा रे गोटे जिनिस किछि लेखि मानि चलची सेतବେଳେ स्ट्रगल होची
ସେତେବେଳେ ସଂଘର୍ଷ ହଉଛି। ଆଜ୍ଞା ତେଣୁ ସଂଘର୍ଷର ବଡ କାରଣ ଈଶ୍ୱରଙ୍କ ପ୍ରଦତ୍ତ ସମ୍ବିଧାନ ଧର୍ମ ନୁହେଁ। ସଂଘର୍ଷର ବଡ କାରଣ ମଣିଷର ସ୍ୱାର୍ଥରୁ ଉଦ୍ଭୂତ ହେଇଥିବା ଛୋଟ ଛୋଟ ଧର୍ମମତ ସମ୍ପ୍ରଦାୟ ଗୁଡିକ, ଯୋଉମାନେ ନିଜର ସ୍ୱାର୍ଥ ପାଇଁ କିଛି ଜିନିଷ ଏଭଳି ଲୋକଙ୍କ ଭିତରେ ଭର୍ତ୍ତି କରିଦେଇଛନ୍ତି ଯେ ଆମ ଛଡା ସମାଜରେ ଆଉ କାହାର ବଞ୍ଚିବାର ଅଧିକାର ନାହିଁ। ସେଇଥିପାଇଁ ସଂଘର୍ଷ ହଉଛି। ମହାରାଜ, ଧର୍ମ ଗ୍ରନ୍ଥରେ କଣ ଲେଖା ଅଛି ଯେ ଧର୍ମର ପ୍ରଚାର ପ୍ରସାର ହବା ଦରକାର, ଧର୍ମର ପ୍ରସାର ହବା ଦରକାର, ସେଥିପାଇଁ ଅନ୍ୟ ଧର୍ମକୁ ମାନୁଥିବା ଲୋକମାନଙ୍କୁ ଆଜ୍ଞା ନିଜ ଧର୍ମରେ ପ୍ରବର୍ତ୍ତାଇ ଧର୍ମାନ୍ତରୀକରଣ କରିବା। ଦେଖନ୍ତୁ, ଇଏ ଯୋଉ ଧର୍ମାନ୍ତରୀକରଣ ଆପଣ ଯୋଉ କହୁଛନ୍ତି, ଇଏ ଶବ୍ଦ ତ ଧର୍ମାନ୍ତରୀକରଣ, ଧର୍ମର ଯଦି ଆମେ ବ୍ୟାପକ ଅର୍ଥକୁ ବିଚାର କରିବା, ଇଏ ଗୋଟେ ଧର୍ମାନ୍ତରୀକରଣ ନୁହେଁ, ଇଏ ଗୋଟେ ମତାନ୍ତରୀକରଣ କୁହନ୍ତୁ ଅଥବା ରାଷ୍ଟ୍ରାନ୍ତରୀକରଣ କୁହନ୍ତୁ। ଆଜ୍ଞା ଧର୍ମ ସମଗ୍ର ମଣିଷର ଗୋଟିଏ ହଉଛି ଧର୍ମ, ତାକୁ ଆମେ ମାନବ ଧର୍ମ ବୋଲି କହିପାରିବା। ଆମେ ମାନବ ଧର୍ମକୁ ଛାଡି ପଶୁ ଧର୍ମ, ପକ୍ଷୀ ଧର୍ମ, ଦାନବ ଧର୍ମକୁ ଯାଇପାରିବା ନାହିଁ। ଆଜ୍ଞା ଧର୍ମ ଏକା ସମସ୍ତଙ୍କର। କିନ୍ତୁ ବର୍ତ୍ତମାନ ଧର୍ମାନ୍ତରୀକରଣ ନାଁରେ ଯାହା ହଉଛି, ସିଏ ହଉଛି ଏକ ନିର୍ଦ୍ଦିଷ୍ଟ ପ୍ରକାର ପୂଜା ପଦ୍ଧତିର ପରିବର୍ତ୍ତନ। ଆଜ୍ଞା ଏବଂ ସେ ଯୋଉ ପରିବର୍ତ୍ତନରେ କୌଣସି ତର୍କସଙ୍ଗତ ପଦ୍ଧତିରେ ହଉନି, ଆଜ୍ଞା କୌଣସି ଲୋଭ ଦ୍ଵାରା, କୌଣସି ଭୟ ଦ୍ଵାରା, କୌଣସି ପ୍ରକାର ପ୍ରଲୋଭନ ଦ୍ଵାରା, ଲୋକଙ୍କୁ ଅବିଦ୍ୟା ଦ୍ଵାରା ଭୁଲ ଜ୍ଞାନ ଦେଇକିରି। ତେଣୁ ଯୋଉଠି ଆମେ ଆଜି ସମଗ୍ର ବିଶ୍ୱରେ ଇଏ ଯୋଉ ପ୍ରକାର ବିଚାର ଚାଲିଛି, ଲୋକେ ଯାହାକୁ ନିଜର ଧର୍ମ ବୋଲି ଭାବୁଛନ୍ତି ଅଥବା ସମ୍ପ୍ରଦାୟ ବୋଲି ଭାବୁଛନ୍ତି, ସେମାନେ ଭାବୁଛନ୍ତି ଯେନ କେନ ପ୍ରକାରଣ ଛଳେ ବଳେ କୌଶଳେ ଆମେ ଆମ ସଂଖ୍ୟା ବଢେଇବା। ଇଏ ଧର୍ମର କୌଣସି ମୌଳିକ ସିଦ୍ଧାନ୍ତ ନୁହେଁ। ଆଜ୍ଞା ଧର୍ମର ମୌଳିକ ସିଦ୍ଧାନ୍ତ ହେଲା ନିଜେ ବି ବଞ୍ଚ, ଅନ୍ୟକୁ ବଞ୍ଚିବାକୁ ଦିଅ, ବୁଦ୍ଧିପୂର୍ବକ ସଂସାରରେ ବଞ୍ଚ, ସମଗ୍ର ମଣିଷକୁ ମଣିଷ ଦୃଷ୍ଟିରେ ଦେଖ। ଆଜି ଆମର ଏଥିରେ କୌଣସି ଆପତ୍ତି ବି ନଥାନ୍ତା ଯଦି କୌଣସି ବ୍ୟକ୍ତି ଭଲ ଭାବରେ ବିଚାର ପୂର୍ବକ ସ୍ଥିର ମସ୍ତିଷ୍କରେ, ସୁସ୍ଥ ମସ୍ତିଷ୍କରେ ତାର ଯୋଉ ପ୍ରକାର ପୂଜା ପଦ୍ଧତି ଇଚ୍ଛା ହେଲା ସେ ପ୍ରକାର ପୂଜା ପଦ୍ଧତି କରିବେ, ଏଥିରେ କାହାର ଆପତ୍ତି ନାହିଁ। କିନ୍ତୁ ଆପତ୍ତି ସେଇଠି ଆସୁଛି ଯେତେବେଳେ ଜଣକୁ ଅନ୍ଧକାର ରଖିକିରି, ଜଣକୁ ଅଳ୍ପ କିଛି 2 କିଲୋ ଚାଉଳ ଦେଲେ, ଖଣ୍ଡେ ଲୁଗା ଦେଲେ, ବଦଳରେ ସିଏ ଯୋଉ ଶହ ଶହ ବର୍ଷ ଧରି ସିଏ ଯୋଉ ଧାର୍ମିକ ମାନ୍ୟତା ଭିତରେ ବଞ୍ଚି ଆସୁଥିଲା, ଆମେ ତାକୁ ଅପହରଣ କଲେ, ଲୁଣ୍ଠନ କରିକି ନେଲେ, ସେଇଠି ବାଧା ଆସୁଛି। କାହିଁକି? ଏଇଟାକୁ ଆମେ ମାନବିକତା କହିପାରିବାନି। ଆମେ ଜଣକୁ ଲୋଭ ଦେଖେଇକିରି ତାର ବିଶ୍ୱାସଟା ତାଠୁ ଜବରଦସ୍ତ ଛଡେଇ ନଉଛେ, ଏଟା କେମିତି ମାନବିକତା ହେଲା? ଏ ତ ମାନବିକତାର ବିରୁଦ୍ଧ ଆଚରଣ ହେଇଗଲା। ତେଣୁ ଏ ଯୋଉ ଯାହା ଆଜି ହଉଛି, ଇଏ ବାସ୍ତବିକରେ ଏକ କ୍ଷୁଦ୍ର ସଂକୀର୍ଣ୍ଣ ସ୍ୱାର୍ଥକୁ ଧର୍ମ ନାମରେ। ଆପଣଙ୍କୁ ଗୋଟେ ଛୋଟ କଥା କହିବି, ଆମେ ଶୁଣି ଆସିଛେ ଦକ୍ଷିଣ ଆଫ୍ରିକାରେ ନିଗ୍ରୋ ମାନେ ଥିଲେ, ସେମାନେ ସେମାନଙ୍କର ଯୋଉ ବନବାସୀ ସଭ୍ୟତା କୁହନ୍ତୁ, ସେମାନଙ୍କର ସ୍ଥାନୀୟ ସଭ୍ୟତା କୁହନ୍ତୁ, ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ଧରି ମାନି ଆସୁଥିଲେ। ଯେତେବେଳେ ସେଇଠିକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ସେଠିକି ଗଲେ, ଧୀରେ ଧୀରେ ସେମାନଙ୍କ ହାତରେ ଗୋଟେ ପବିତ୍ର ଧର୍ମ ପୁସ୍ତକ ବୋଲି ବହି ଖଣ୍ଡେ ଧରେଇଲେ ଏବଂ ଦକ୍ଷିଣ ଆଫ୍ରିକାର ଶାସନ ବ୍ୟବସ୍ଥାକୁ ନେଇଗଲେ। ଆଜ୍ଞା ଯୋଉଥିପାଇଁ ନେଲସନ ମଣ୍ଡେଲାଙ୍କ ଭଳିଆ ଲୋକଙ୍କୁ ଆଉ ଥରେ ବର୍ଷ ବର୍ଷ ଧରି ସଂଗ୍ରାମ କରିବାକୁ ପଡିଲା। ଗାନ୍ଧିଜୀ ବି ଦକ୍ଷିଣ ଆଫ୍ରିକା ଯାଇଥିଲେ। ଯୋଉମାନେ ସେଇ ଦେଶର ମୂଳ ବାସିନ୍ଦା, ସେମାନଙ୍କର ମୌଳିକ ଧର୍ମ କୁଆଡେ ପଳେଇଲା, ଆଉ ସେମାନଙ୍କର ଜମି ବାଡି ସବୁ ପଳେଇଲା, ସେସବୁ ତାଙ୍କ ହାତରେ ଖାଲି ଗୋଟେ ପବିତ୍ର ଧର୍ମ ପୁସ୍ତକ। ଏ ଯୋଉ ସ୍ଥିତିଟା, ଏ ମାନବିକତାର ବିରୁଦ୍ଧ ଆଚରଣ। ଆଜ୍ଞା ଆମେ ଜଣକୁ ଏକ୍ସପ୍ଲଏଟ କରିବାନି। ମାନେ ଧର୍ମ କୌଣସି ବଜାରର ନା, ଧର୍ମ କୌଣସି, ଦେଖନ୍ତୁ, ଧର୍ମ କୌଣସି ବିକ୍ରି ଜିନିଷ ନୁହେଁ, କି ଧର୍ମ କୌଣସି ପଇସା ଦ୍ଵାରା କିଣା ଯାଇପାରିବ ନୁହେଁ। ଆଜିକାଲି ଆମେ ବିଚାର କରୁଛେ, ଆଜି ଧର୍ମଟା ଗୋଟେ ପଣ୍ୟ ବସ୍ତୁ ହେଇଯାଇଛି। ଆଜ୍ଞା ଲୋକ ବିଚାର କରୁଛନ୍ତି ଆମେ ପଇସା ଦେଇକି କିଣି ଦେଇ ପାରିବୁ। ବହୁତ ଜାଗାରେ ଲୋକ ବିଚାର କରୁଛନ୍ତି ମୁଁ ପୂଜା କରିପାରିବି ନାହିଁ, ମୁଁ ପଇସା ଦେବି ଜଣକୁ ମୋ ବଦଳରେ ଇଏ କାମ କରିଦେବ। ଇଏ ପ୍ରକାର ଜିନିଷ ବାସ୍ତବରେ ଧର୍ମ ନୁହେଁ। ଧର୍ମ ହଉଛି ଆଚରଣର ବିଷୟ। ମହାରାଜ, ଆପଣ କେତେ ବୟସରେ ଏ ସନ୍ନ୍ୟାସ ନବାର ଇଚ୍ଛା ଆପଣ ମନରେ ଜାଗ୍ରତ ହେଇଥିଲା? ଆର ପ୍ରମୁଖ କାରଣ କଣ ଥିଲା? ଦେଖନ୍ତୁ, ଗୋଟିଏ କଥା ତ ମୁଁ କହିଲି, ଆଧ୍ୟାତ୍ମିକ ପ୍ରବୃତ୍ତି ମୋର ଜନ୍ମଗତ ଥିଲା। ଆଜ୍ଞା ମୋର ଯେବେଠୁ ମନେ ଅଛି, ଛୋଟ ସମୟରୁ ଅନ୍ୟ ପିଲାମାନେ ଖେଳିବା ସମୟରେ ମତେ ଭଲ ଲାଗେ ପୁରାଣ ପଢିବା ପାଇଁ। ଆଉ ତାପରେ ଏକ ଧାର୍ମିକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲା। ତେଣୁ ଘରେ ଯୋଉ ନୈଷ୍ଠିକତା ଥିଲା, ଛୋଟ ବେଳୁ ଘର ବଡ ପୁଅ ହିସାବରେ ମତେ ସବୁ କାମରେ ସହଯୋଗ କରିବାକୁ ପଡୁଥିଲା, ପୂଜା ପାଠ ଇତ୍ୟାଦି ଇତ୍ୟାଦିରେ। ତେଣୁ ସେ ସଂସ୍କାର ଗୋଟେ ପାରିବାରିକ ସଂସ୍କାର, ଦ୍ୱିତୀୟରେ ହଉଛି ଜନ୍ମର କିଛି ସଂସ୍କାର ପ୍ରବୃତ୍ତି।
ଏବଂ ପରବର୍ତ୍ତୀ କାଳରେ ପରିବେଶ ହାଇସ୍କୁଲରେ ପଢୁଥିଲା ବେଳେ ଆମର ଗୋଟେ ଜ୍ୟୋତିର୍ମଠ ଅଛି ବଦ୍ରିକା ଆଶ୍ରମରେ, ସେମାନଙ୍କ ପକ୍ଷରୁ ସେତେବେଳେ ଭିନ୍ନ ଭିନ୍ନ ଜିଲ୍ଲାର ସଦର ମହକୁମାର ମହାବିଦ୍ୟାଳୟର କିଛି କିଛି ବ୍ରାହ୍ମଣ ପିଲାମାନଙ୍କୁ ବେଦ ଇତ୍ୟାଦି ପଢେଇବାର ସେମାନେ କିଛି ଦିନ ପରେ ପ୍ରୟାସ କରୁଥିଲେ। ମୁଁ ସେ ଭିତରେ ବି ଥିଲି। ତେଣୁ ଆମକୁ ଗୋଟେ ଠିକ ସମୟରେ ଗୋଟେ ଠିକ ଗାଇଡଲାଇନ ମିଳିଗଲା, ଟିକେ ମାର୍ଗଦର୍ଶନ ମିଳିଲା। ପରବର୍ତ୍ତୀ କାଳରେ ମୋର ଟିକେ ଭାରତୀୟ ଓଡିଆ ସଂସ୍କୃତି ପ୍ରତି ପାଲା ଦେଖିବା, ଦାସକାଠିଆ ଦେଖିବା, ପୁରାଣ ଚରିତ୍ର ଗୁଡିକୁ ଅନୁଶୀଳନ କରିବା, ଇଏ ଗୋଟେ ପ୍ରବୃତ୍ତି ଥିଲା। ତେଣୁ ସେଇଠୁ ବି ଧୀରେ ଧୀରେ ମିଳିଲା। କିନ୍ତୁ ଗୋଟେ କନଫ୍ୟୁଜନ ସବୁବେଳେ ଭିତରେ ଥାଏ ଯେ ଆମେ ବହୁତ ପୁରାଣ ପଢିଲୁ, କୋଉଠି ଲେଖା ହେଇଛି ଶିବ ବଡ, କୋଉଠି ଲେଖା ହେଇଛି ବିଷ୍ଣୁ ବଡ, ଭାଗବତରେ ଲେଖା ହେଲା ବିଷ୍ଣୁ ବଡ, ଶିବ ପୁରାଣରେ ଲେଖା ହେଲା ଶିବ ବଡ, ଘରେ ରବିବାର ଦିନ ସୂର୍ଯ୍ୟ ପୁରାଣ ପଢୁଥିଲେ, ମତେ ପଢିବାକୁ ପଡୁଥିଲା, ସେଠି ଲେଖା ହେଇଛି ସୂର୍ଯ୍ୟ ହିଁ ସବୁଠୁ ବଡ। ଏମିତି ଭିନ୍ନ ଭିନ୍ନ ପୁରାଣ ପଢିବା ଭିତରେ ସ୍ୱାଭାବିକ ଏକ ମାନେ ଅନୁସନ୍ଧି ଚାଷୁଥିଲା, ବାସ୍ତବରେ କିଏ ବଡ, କୋଉ ଭଗବାନଙ୍କୁ ଡାକିବା, କଣ ପୂଜା କରିବା, ଏମିତି ଖୋଜୁ ଖୋଜୁ ମତେ ଗୋଟେ ବହି ଦୋକାନରେ, ଯେମିତି ପିଲାମାନଙ୍କୁ କିଛି ପଇସା ଅଜା ଆଈ କିଏ ଘରକୁ ଆସିଥିବେ, ମାମୁଁ ପଇସା ମିଳିଲେ ଲୋକମାନେ କିଏ ଚକୋଲେଟ ଖାଇବେ, ବିସ୍କୁଟ ଖାଇବେ, ମୋ ରୁଚି ଥାଏ ବହି ଖଣ୍ଡେ କିଣିବା। ସେଇ ହିସାବରେ ଗୋଟେ ବହି କିଣିଲି। ସେ ବହିର ନାଁ ହେଉଛି ସତ୍ୟାର୍ଥ ପ୍ରକାଶ, ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଲିଖିତ। ସେ ବହି ଯେତେବେଳେ ପଢିଲି ମୋର ବେଦ ପ୍ରତି ରୁଚି ଆସିଲା। ସେ ଗୋଟିଏ କଥା ଲେଖିଛନ୍ତି, ଆଜି ଯେମିତି ପାଶ୍ଚାତ୍ୟ ଧର୍ମ ଦର୍ଶନରେ ଯୋଉମାନେ ଖ୍ରୀଷ୍ଟିଆନ ଭାଇମାନେ ରହୁଛନ୍ତି ସେମାନେ ତାଙ୍କର ବାଇବେଲ ନିଶ୍ଚିତ ଭାବରେ ପଢୁଛନ୍ତି, ମୁସଲମାନ ଭାଇମାନେ ସେମାନଙ୍କର ମୂଳ ଧର୍ମ ଗ୍ରନ୍ଥ କୁରାନ ଶରୀଫ ନିଶ୍ଚିତ ଭାବରେ ପଢୁଛନ୍ତି। ସେମିତି ଯୋଉ ସନାତନ ଧର୍ମକୁ ଆମେ ମାନୁଛେ, ଆମର ଯୋଉ ମୂଳ ଧର୍ମ ଗ୍ରନ୍ଥ ବେଦ, ତା ବିଷୟରେ ଆମ ଭିତରେ କୌଣସି ପ୍ରକାର ଜ୍ଞାନ ନାହିଁ। ଆଉ ବେଦର ସେ ଗୋଟିଏ କଥା ଲେଖିଲେ, ବେଦର ପ୍ରତ୍ୟେକ କଥା ତର୍କସଙ୍ଗତ, ବୁଦ୍ଧିସମ୍ମତ ଆଉ ବିଜ୍ଞାନ ସମ୍ମତ। ମତେ ଏଇଟା ଟିକେ ଆପିଲିଂ କଲା। ଯଦି ବିଜ୍ଞାନ ସମ୍ମତ କଥା ଲେଖା ହେଇଛି ବେଦରେ, ତ ଆମେ ଟିକେ ପଢିବା। ହେଲେ ବେଦ ପଢିବା ପାଇଁ କଣ କରିବାକୁ ପଡିବ ନା, ଗୁରୁକୁଳ ଯିବାକୁ ପଡିବ, ସଂସ୍କୃତ ପଢିବାକୁ ପଡିବ। ତ ସେ ପ୍ରବୃତ୍ତିରେ ମୁଁ ଆସିଲି ଗୁରୁକୁଳକୁ ପଢିବା ପାଇଁ। ଯେତେବେଳେ ଆସି ଦେଖିଲି ଇଏ ବେଦ ଗୋଟେ ସମୁଦ୍ର ପୁରା ଜୀବନ୍ତ କରିବାକୁ ପଡିବ ଏଥିରେ। ତେଣୁ ଧୀରେ ଧୀରେ ଆମର ପ୍ରବୃତ୍ତି ଚାଲିଲା ଯେ ଆମେ ସାରା ଜୀବନ ଆ ପଛରେ ଲଗେଇବା, କମ ସେ କମ ଗୋଟେ ଜୀବନ ତ ଏ ଦିଗରେ ଲାଗୁ। ଆଜ୍ଞା। ତ ସେ ପ୍ରବୃତ୍ତିରେ ଆମେ ଏପଟେ ପଳେଇ ଆସିଲୁ। ଆପଣ ଯେତେବେଳେ ଏଇ ସନ୍ନ୍ୟାସ ମାର୍ଗକୁ ଆସିଲେ, ଘର ତରଫରୁ ପ୍ରତିରୋଧ ହେଇଥିବ? ସ୍ୱାଭାବିକ, ଘରର ବଡ ପୁଅ। ସ୍ୱାଭାବିକ। ଦେଖନ୍ତୁ, ଆଚାର୍ଯ୍ୟ ଶଙ୍କର ବି ଯେତେବେଳେ ସନ୍ନ୍ୟାସ ନେବାକୁ ବାହାରିଲେ, ତାଙ୍କ ମା ସେମିତି ତ ଅନୁମତି ଦେଇନଥିଲେ। ଆଜ୍ଞା। ଆମେ ତାଙ୍କ ଜୀବନରେ ପଢୁଛୁ, ସେ ମଗର ମାଛ କହୁଛି ମୁଁ ସନ୍ନ୍ୟାସ ନେଲେ ସେ ଛାଡିଦବ, ନହେଲେ ସିଏ ମତେ ପାଣି ଭିତରେ ଆପଣଙ୍କୁ ସେମିତି କିଛି ମାର୍ଗ ଅନୁସରଣ କରିବାକୁ ପଡିଥିଲା କି? ସେମିତି ଭାବରେ ମାତା ପିତାଙ୍କୁ ପ୍ରଥମେ ବୁଝିବାକୁ ପଡିଥିଲା। ମୁଁ ଅଳ୍ପ ଦିନ ପାଇଁ ହିଁ ଗୁରୁକୁଳକୁ ଯିବି, କିଛି ଦିନ ପଢିକି ଆସିଲା ପରେ ଉପରେ ଘର ଦ୍ୱାରା ସଂସାର କଥା କରିବି। କିନ୍ତୁ ଧୀରେ ଧୀରେ ଆଜି କୋଇଲିର କେଶବ ଯେ ମଥୁରା ଆଗ ଗଲା, କାହା ବୋଲେ ଗଲା ପୁତ୍ର ଆଉ ଲେଉଟି ରହିଲା। ତ ସେଇଭଳି ଭାବରେ ଆମେ ତ ପଳେଇ ଆସିଲୁ, ଆଉ ଫେରିବାର ହେଲାନି, ତ ଏ ରାସ୍ତା ଧରିଲୁ। ମହାରାଜ, ଆପଣ ଯୋଉ ସମୟରେ ସନ୍ନ୍ୟାସ ଦୀକ୍ଷା ନେଲେ, ଆଜ୍ଞା ଆମେ ଆପଣ ସରସ୍ୱତୀ ସମ୍ପ୍ରଦାୟକୁ ଆଜ୍ଞା ରିପ୍ରେଜେଣ୍ଟ କରନ୍ତି। ସେମିତି ଦଶନାମୀ ସମ୍ପ୍ରଦାୟ, ଆଜ୍ଞା ଦଶନାମୀ ଆଚାର୍ଯ୍ୟ ଶଙ୍କରଙ୍କ ଦ୍ୱାରା ଆଚାର୍ଯ୍ୟ ଶଙ୍କରଙ୍କ ଦ୍ୱାରା ଦଶନାମୀ ସମ୍ପ୍ରଦାୟର ପ୍ରତିଷ୍ଠା ହେଇଥିଲା। ଏ ଦଶନାମୀ ସମ୍ପ୍ରଦାୟର ବିଭେଦ କଣ? ହଁ, ବିଶେଷ କିଛି ବିଭେଦ ନାହିଁ। ଆଚାର୍ଯ୍ୟ ଶଙ୍କର ଜଣେ ଅଦ୍ୱିତୀୟ ମହାପୁରୁଷ। ଏଇ ଯୋଉ ସନାତନ ଧର୍ମକୁ ଯେତେବେଳେ ଗୋଟିଏ ସମୟ ଆସିଲା, ସନାତନ ଧର୍ମରେ ଯୋଉମାନେ ମୁଖ୍ୟତଃ ଧର୍ମର ଆଚାର୍ଯ୍ୟ ଦାୟିତ୍ୱରେ ରହିଲେ, ସେମାନେ ଧୀରେ ଧୀରେ ବେଦ ତ ପଢିଲେ କିନ୍ତୁ ସ୍ୱେଚ୍ଛାଚାରୀ ହେଇଗଲେ। ମନ୍ତ୍ର ତ ବେଦର ଥିଲା, କିନ୍ତୁ ବେଦର ଅର୍ଥ ବୁଝିଲେ ନାହିଁ, ତାର କଦର୍ଥ କଲେ। ଜିହ୍ବା ଲାଳସାରେ ଯୋଉ ଯଜ୍ଞକୁ ଅଧ୍ୱର ବୋଲି କୁହାଯାଉଛି, ଅର୍ଥାତ୍ ଅହିଂସକ କର୍ମ, ସେଇଥିରେ ବାମ ମାର୍ଗର ପଦ୍ଧତିରେ ପଶୁ ହିଂସା ଭଳିଆ କିଛି ଜିନିଷ ପଳେଇ ଆସିଲା, ଯାହାର ବିରୋଧରେ ମହାତ୍ମା ବୁଦ୍ଧ ସ୍ୱର ଉତ୍ତୋଳନ କଲେ। ବୁଦ୍ଧଙ୍କର ବିଚାର, ବୁଦ୍ଧଙ୍କ ଶିକ୍ଷା, ଆଚ୍ଛା ବେଦ ସଂସ୍କୃତରେ ଥିଲା, ସର୍ବସାଧାରଣ ବୁଝିପାରୁନଥିଲେ। ତେଣୁ ମହାତ୍ମା ବୁଦ୍ଧ କଣ କଲେ, ପ୍ରାକୃତ ଭାଷାରେ ତାଙ୍କର ଉପଦେଶ ଆରମ୍ଭ କଲେ। ତ ଜନସମାଜ ତାକୁ ସହଜରେ ଗ୍ରହଣ କଲେ। ଜାତି ଭେଦ ଇତ୍ୟାଦି କୌଣସି ବିଶେଷ ପ୍ରଥା ରହିଲାନି। ଧୀରେ ଧୀରେ ବୌଦ୍ଧ ମତ ଚାରିଆଡେ ବ୍ୟାପିଲା। କିନ୍ତୁ ତା ଦ୍ୱାରା କଣ ହେଲା ନା, ବେଦର ପଠନ ପାଠନ ଉପରେ କୁଠାରାଘାତ ହେଲା। ଆଉ ଗୁରୁକୁଳକୁ ପିଲା ଧୀରେ ଧୀରେ ମିଳିଲେ। ଚାଣକ୍ୟଙ୍କ ସମୟ ବେଳକୁ ବି ବୌଦ୍ଧ ମତ ବଢି ଯାଇଥିଲା, କିନ୍ତୁ ଧୀରେ ଧୀରେ ବୌଦ୍ଧ ମତରେ ବି ଅବକ୍ଷ ମହାତ୍ମା ବୁଦ୍ଧଙ୍କ ଉପରେ ଆରମ୍ଭ ହେଲା। ତ ଆଚାର୍ଯ୍ୟ ଶଙ୍କର ଦେଖିଲେ ଯୋଉ ସନାତନ ଧର୍ମ ତର୍କ ସଙ୍ଗତ, ବହୁତ ଲକ୍ଷ ଲକ୍ଷ ଋଷି ମୁନି ମାନଙ୍କ ଦ୍ୱାରା ଅନୁସୃତ, ତାର ପଦ୍ଧତି ସୁରକ୍ଷିତ ଯଦି ନୁହେଁ, ବହୁତ ଜ୍ଞାନ ବିଜ୍ଞାନ ସମାପ୍ତ ହେଇଯିବ। ତା ପାଇଁ 32 ବର୍ଷ ମାତ୍ର ବୟସ ତାଙ୍କୁ ମିଳିଥିଲା ଆଚାର୍ଯ୍ୟ ଶଙ୍କରଙ୍କୁ। ସେ ଚାରିଆଡେ ବୁଲିଲେ,
ଏବଂ ଭାରତ ବର୍ଷକୁ ସୁରକ୍ଷିତ ରଖିବା ପାଇଁ ଏବଂ ଭାରତ ବର୍ଷରେ ଧର୍ମର ବିଚାର ପ୍ରଚାର ଅକ୍ଷୁଣ୍ଣ ରଖିବା ପାଇଁ 4ଟି ମଠ ସ୍ଥାପନା କଲେ। ଏ 4ଟି ମଠରୁ କୋଉ ମଠରେ 2ଟି ନାମର ସମ୍ପ୍ରଦାୟର ଲୋକଙ୍କୁ ରଖିଲେ, କୋଉଠି 3ଟି, ଏଭଳି ଭାବରେ 3 3 2 2 ଏଭଳି 4ଟି ମଠରେ 10ଟା ନାଁରୁ ସେ ବାଣ୍ଟିକିରି ଦେଲେ। ଆପଣ କୋଉ ମଠର? ଆମେ ହଉଛୁ ଆମର ଦକ୍ଷିଣାତ୍ୟର ମଠ ଭାରତୀ ଓ ସରସ୍ୱତୀ। ଆଜ୍ଞା। ଇଏ ହଉଛି ଦାକ୍ଷିଣାତ୍ୟ ମଠ। ସେ ଦାକ୍ଷିଣାତ୍ୟ ମଠ ଜଣେ ସନ୍ନ୍ୟାସୀ ସରସ୍ୱତୀ ପୂର୍ଣ୍ଣାନନ୍ଦ ସରସ୍ୱତୀ, ତାଙ୍କଠୁ ଦୀକ୍ଷା ନେଲେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ସେ ଆର୍ଯ୍ୟ ସମାଜ ସ୍ଥାପନା କଲେ ଏବଂ ବେଦ ପାଇଁ ଗୁରୁକୁଳ ଗୁଡିଏ ସ୍ଥାପନା କଲେ। ଆମେ ଯୋଉ ଗୁରୁକୁଳରେ ଦାଖଲ ହେଲୁ, ଆମେ ମହର୍ଷି ଦୟାନନ୍ଦଙ୍କର ପଦ୍ଧତିରେ ଆସିଲୁ। ତେଣୁ ସେ ଦାକ୍ଷିଣାତ୍ୟ ସରସ୍ୱତୀ ସମ୍ପ୍ରଦାୟରେ ଆମେ ଯେହେତୁ ଆମ ଆଚାର୍ଯ୍ୟ ଗୁରୁ ଇଏ ବେଦର ପଠେଇବାରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କର ଥିଲା, ତେଣୁ ଆମେ ତାଙ୍କର ଅନୁଗାମୀ ଭାବରେ ଇଏ ସରସ୍ୱତୀ ସମ୍ପ୍ରଦାୟରେ ଆମେ ଚାଲିଲୁ। ତ ଭାରତୀ ଆଉ ସରସ୍ୱତୀ ଏଇଟା ମୁଖ୍ୟ ଭାବରେ ସେଇଥିରେ। ତ ଏମିତି 4ଟି ମଠ ସେ ଭିନ୍ନ ଭିନ୍ନ ସବୁ ଦେଇଥିଲେ। ଏଟା ଆଉ ପାର୍ଥକ୍ୟ କିଛି ଜ୍ଞାନ ବିଜ୍ଞାନ ସମାନ, ସମସ୍ତଙ୍କ ଭିତରେ ସେଇ ବେଦାନ୍ତର ଚର୍ଚ୍ଚା, ବେଦର ଚର୍ଚ୍ଚା, ଆଉ ସେଥିରେ ବିଶେଷ କିଛି ପାର୍ଥକ୍ୟ ନାହିଁ। କେବଳ କିଏ କୋଉ ଅଞ୍ଚଳରେ ପ୍ରଚାର ପ୍ରସାର କାର୍ଯ୍ୟ ମୁଖ୍ୟ ଭାବରେ କରିବେ ସେଇଥିପାଇଁ ଦାୟିତ୍ୱ ହିସାବରେ ଏଟା ଥିଲା। ମହାରାଜ, ପ୍ରତ୍ୟେକ ବ୍ୟକ୍ତିର ସମାଜ ସହିତ ତା ପରିବାର ପ୍ରତି ମଧ୍ୟ କିଛି କର୍ତ୍ତବ୍ୟ ଥାଏ। ନିଶ୍ଚିତ। ଆପଣ ମଧ୍ୟ ଗୋଟେ ପରିବାରରୁ ଆସିଛନ୍ତି, ଯୋଉ ପରିବାର ଆପଣଙ୍କୁ ଆଜି ଏ ସ୍ଥାନରେ ମଧ୍ୟ ବସିଛି। ଆପଣ ସନ୍ନ୍ୟାସ ଦୀକ୍ଷା ନେଲା ପରେ ପରିବାର ପ୍ରତି କେମିତି ଆପଣଙ୍କ କାର୍ଯ୍ୟକୁ ସମ୍ପାଦନ କରୁଛନ୍ତି? ଆଚ୍ଛା, ଠିକ। ମୁଁ ଗୋଟେ ପ୍ରଶ୍ନ ପଚାରିବି ଉତ୍ତର ଦେବା ପୂର୍ବରୁ। ମୁଁ ଆପଣଙ୍କୁ ପଚାରୁଛି, ଆଜି ଯୋଉମାନେ ପାକିସ୍ତାନ ବର୍ଡରରେ ଠିଆ ହେଇଛନ୍ତି, ଆଜ୍ଞା, ଆଜି ଯୋଉମାନେ ଚୀନ ବର୍ଡରରେ ଠିଆ ହେଇଛନ୍ତି ଅଥବା ଚୀନ ବର୍ଡରରେ ଠିଆ ହେଇକି ଶହୀଦ ହେଇଯାଇଛନ୍ତି, ତାଙ୍କ ପରିବାର ପ୍ରତି କର୍ତ୍ତବ୍ୟ। ଆଚ୍ଛା, ଯଦି ସବୁ ପିଲାମାନେ କେବଳ ନିଜର ମାତା ପିତାଙ୍କ ପ୍ରତି କର୍ତ୍ତବ୍ୟ କରିବେ, ଏ ଭାରତ ମାତା ତ ଅସୁରକ୍ଷିତ ହେଇଯିବେ। ନିଶ୍ଚିତ। ତେଣୁ ସବୁ ମା ବାପାଙ୍କର ମା ହେଲା ଭାରତ ମାତା। ଆଜ୍ଞା। ତେଣୁ ଯୋଉ ଘରେ 1ରୁ ଅଧିକ ଭାଇମାନେ ଥିବେ, ସେତେବେଳେ ତାଙ୍କୁ ଦାୟିତ୍ୱ ବାଣ୍ଟିବାକୁ ପଡିବ। କିଏ କେବଳ ମା ବାପାଙ୍କ କଥା ବୁଝିବେ, କିଏ ଆଉ ଗୋଟେ ବିରାଟ ମାତାଙ୍କ କଥା ବୁଝିବେ। ତ ଏଇଭଳି ଭାବ ଦୃଷ୍ଟିରୁ ଯେହେତୁ ମୋର ଅନ୍ୟ ଭାଇମାନେ ରହିଲେ, ମୁଁ କହିଲି ତମେ ପରିବାର କଥା ବୁଝ ଆଉ ମୁଁ ଏ କଥା ବୁଝିବି। ଆମ ସମସ୍ତଙ୍କର ନିଜ ପରିବାର ପ୍ରତି କର୍ତ୍ତବ୍ୟ ଅଛି, ସମାଜ ପ୍ରତି ବି କର୍ତ୍ତବ୍ୟ ଅଛି। ତେଣୁ ଆମେ ଦାୟିତ୍ୱ ବାଣ୍ଟି ଦେଲୁ, ଭାଇ ତମେ ପରିବାର ପ୍ରତି କର୍ତ୍ତବ୍ୟ କର ଏବଂ ମୋ ଦାୟିତ୍ୱଟା ତମେ ନିଅ, ତମର ବି ସମାଜ ପ୍ରତି ଯୋଉ ଦାୟିତ୍ୱ ଅଛି ମୁଁ ସମସ୍ତଙ୍କ ଦାୟିତ୍ୱଟା ତୁଲେଇବି। ତେଣୁ ଏଭଳି ଭାବରେ ହେଲା। ତେଣୁ ମାତା ପିତା ବି ଅବହେଳିତ ହେଲେନି ଆଉ ସମାଜର ସେବା ବି କାମ ବି ହେଇଗଲା। ତେଣୁ ଏଭଳି ଭାବରେ ଗୋଟେ ସମନ୍ୱୟ କରିବାକୁ ହିଁ ପଡିବ। ମହାରାଜ, ଯଦି ଦେଖିବା ଆଜିକା ଦିନରେ ବିଜ୍ଞାନ ନାଁରେ, ବିକାଶ ନାଁରେ ପର୍ୟାବରଣକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ବିନଷ୍ଟ କରିଦିଆଯାଉଛି। ଏଇ କିଛି ଦିନ ତଳେ ଆମେ ସୋସିଆଲ ମିଡିଆରେ ଦେଖିଲୁ, ନ୍ୟୁଜ ମାଧ୍ୟମରେ ଦେଖିଲୁ, ତେଲେଙ୍ଗାନାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲକୁ କାଟି ସଫା କରିଦେବା ଦ୍ୱାରା ବନ୍ୟଜନ୍ତୁ ମାନେ ଜନବସତି ଅଞ୍ଚଳକୁ ପଳେଇ ଆସୁଛନ୍ତି, ବିକରାଳ ରଡି କରୁଛନ୍ତି। ଯଦି ଏଇଭଳି ପରିସ୍ଥିତି ସୃଷ୍ଟି ହୁଏ, ତାହେଲେ ଆମ ଇକୋସିଷ୍ଟମ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ତାହେଲେ କଣ ପରିସ୍ଥିତି ଭବିଷ୍ୟତରେ ତିଆରି ହେବ? ଆଉ ଏଇ ଯୋଉ ପର୍ୟାବରଣକୁ ନଷ୍ଟ କରୁଥିବା ଲୋକମାନଙ୍କୁ ତାଗିଦ କରିବା ପାଇଁ କଣ କଣ କରିବା ଦରକାର? ଦେଖନ୍ତୁ, ମୁଁ ମୂଳରୁ ହିଁ କହିଲି, ଆମେ ଭାରତରେ ରହିଲେ ଭାରତର ସମ୍ବିଧାନକୁ ପଢିବା ଜାଣିବା ଯେତିକି ଜରୁରୀ, ଆମେ ଯେତେବେଳେ ସଂସାରରେ ରହୁଛେ ସଂସାରର ସମ୍ବିଧାନ ବେଦ, ତାହା ବି ପଢିବା ଉଚିତ। ବେଦ କେବଳ କୌଣସି ଆଚାର ପୂଜା ପାଠର ଗ୍ରନ୍ଥ ନୁହେଁ। ବେଦରେ ଜ୍ଞାନ ବିଜ୍ଞାନ ପରିବେଶ ପ୍ରକୃତି ସବୁ କଥା ଅଛି। ଗୋଟେ ଛୋଟିଆ ଉଦାହରଣ ଦେବି। ଆଜିକାଲି ଯେକୌଣସି ସ୍ଥାନରେ ପୂଜା ପାଠ ହେଲେ ଶେଷରେ ଗୋଟେ ଶାନ୍ତି ପାଠ କରାଯାଏ। ଓಂ ଦେହୁ ଶାନ୍ତି, ଅନ୍ତରିକ୍ଷମ ଶାନ୍ତି, ପୃଥିବୀ ଶାନ୍ତି ଇତ୍ୟାଦି କରି ସାମା ଶାନ୍ତି ରେଧି ଏଠି ସମାପ୍ତ ହୁଏ। ଇଏ ଯଜୁର୍ବେଦର ମନ୍ତ୍ର। ଆମେ ସମସ୍ତେ ସେ ମନ୍ତ୍ର ପଢୁଛେ, କିନ୍ତୁ ସେ ମନ୍ତ୍ର କଣ କୁହାଯାଇଛି? ସେ ମନ୍ତ୍ରରେ କହିଛି ସାମା ଶାନ୍ତି ରେଧି, ସେ ଶାନ୍ତି ମତେ ପ୍ରାପ୍ତ ହଉ। କୋଉ ଶାନ୍ତି ଆମକୁ ପ୍ରାପ୍ତ ହବ ନା, ସେ ଶାନ୍ତି ପ୍ରାପ୍ତ ହବାକୁ ହେଲେ ଦେହୁ ଶାନ୍ତି, ଦ୍ୟୁଲୋକରେ ଶାନ୍ତି ରହ, ଅନ୍ତରିକ୍ଷମ ଶାନ୍ତି, ସ୍ପେସ ରେ ମଧ୍ୟ ଆଜିକାଲି ଧୀରେ ଧୀରେ ଗାର୍ବେଜ ବଢିଲାଣି, ସେ ବି ଶାନ୍ତି ରହୁ। ଦେହୁ ଶାନ୍ତି, ଅନ୍ତରିକ୍ଷମ ଶାନ୍ତି, ପୃଥିବୀ ଶାନ୍ତି। ये जो पृथ्वी जार उर्वर शक्ति जो आज आम खाद्य खाइबा मिलूची, आज जदि आमे पृथ्वी है माँ आमर गाय को जमी आम दोहन करुचे से बहुत दिन पर्यंत दूची, आम ताको जदि इंजेक्शन देकर शोषण करवा
बहुत कम समय भितर तार शक्ति समाप्त हो सेमती पृथ्वी आमर माँ तार जो उर्वर शक्ति अच्छी ये पृथ्वी शक्ति को उर्वर शक्ति को परम पिता परमात्मा 432 कोटी वर्ष पर्यंत भारतर काल गण अनुसार पांजी आम जो गणुचु नुआ वर्ष जना पड़ी ये पृथ्वी को परमात्मा 432 कोटी वर्ष पर्यंत तैयारी कर एवं वर्तमान आम 197 कोटी 96 कोटी पाखापाखि आसिक पहुंचु अधा भी आम पहुंचे किंतु वर्तमान आम जो तीव्र वेग आर हानि करुचु पॉलिथिन पकेले भितर को पानी जाऊनी ग्रोमर पकेले यूरिया पकेले माटी खराब होगा जाऊची से जो खाद्य बाहरुची ताकू खाई खाई करी धीरे धीरे कैंसर बढ़ुची आमे देखिले पंजाब रे ग्रोमोर 3टा वर्ष को 3 थर उत्पादन करने अधिक जो रासायनिक सार दिया आज कैंसर हॉस्पिटल पंजाब रू मुंबई पर्यंत चलला घरे घरे कैंसर स्थिति पड़ी आसला तो से परमात्मा मूलर कहते मनीष तमें जदि शांति रहा चाहूच तुमको जो सुरक्षित वातावरण मुझे पर्यावरण देछि आना ही पर्यावरण परि माने चतुर्दिगरे आवरण माने घोड़े रखा आमको चतुर्दिगरु पानी पवन शुद्ध वायु शुद्ध जल रे घोड़े रखा परमात्मा जो सुंदर व्यवस्था कले इकोसिस्टम जाको हम कहूचे आमे ताको जति सुरक्षित रखा आम भलरे बंचा किंतु आज मनीष जो राक्षसी प्रवृत्ति आपको दोहन नक शोषण करवा तो तार परिणाम रे आज आम जो काम करुचे तार परिणाम कौन हम मन रखिता अन्य पशु पक्षी बंचे ही आम बचा जदि अन्य समस्ते समाप्त हो मनीष आपे समाप्त हो आज गछ जदि न रम जो अंगारकाम्ल छाड़ुचे सी आम पाइबा अम्लजान कौटू आज आम जो जी परिमाण रे मनीष बढ़ुंट चारिआडे मैला आवर्जना होची जदि कुकुर नती रही जदि कुआ रही जदि शागुणा रही जदि ये किसी प्राणी अच्छा जो मैंने तुरंत मटी मिसा सीमा रही आम फिर बंचा के बंची पार तेणु आम ये बहुत बड़ सावधान दवाई संदेश होची जे मनीष जदि तार निजर अस्तित्व को ये पृथ्वी रे चाहूची तेरे अन्य समस्त अस्तित्व को सुरक्षित रखा पड़े आमे ये विज्ञान कड़ा ये विकास कड़ा तो विनाश होगा आज्ञा महाराज विज्ञान ताकू कह जाए जोठे विशेष ज्ञान रहे अरे तो विरुद्ध ज्ञान होती विपरीत ज्ञान अच्छी तेणु आम विपरीत ज्ञान विज्ञान आपको कहवा आपको आम विशेष ज्ञान विज्ञान कही पार विशेष ज्ञान विज्ञान होची निजे भी बंचा अन्य को बंचा दवा महाराज आज जदि देखा आमर युव वर्ग वेस्टर्न आड़ को मुहाउछंती आज्ञा सेमानकु भारत विषय रे जानिबार कोनोसी रुचि नाही आज्ञा भारत कौन भारत गोटे तांको सेमानक मनर अच्छी भारत गोटे भूखंड आज्ञा भारत सहित तांकर किछि लेन देन नाही पाठ पढ़िबा विदेश जिबा चाकरी करबा आ विदेश रे अटैचमेंट नाही बहुत सारा अर्थ उपार्जन करबा सेतिके होचे सेमानकर इच्छा जदि एई भली आचरण सेमानकर लागि रहे हुए तो भारत प्रति कोठी ना कोठी विपद स्वाभाविक भाव रे देखा दबो सेमाननको आपणकर उपदेश कोन रहइबो देखंतु जो लोक आज आमे माने जो माने मनीष हिचे आमे कौन भावुचे लोक तो माँ बापा अवदान भी भावु ना आमे जदि आज मनीष हिचे माता पिता अवदान अच्छी समाज अवदान अच्छी प्रकृति भी अवदान अच्छी कम माता पिता कौन ऑक्सीजन दौरान आमको आमको पानी पवन नदी नाल ए मान सहित आमर गोटे इमोशनल अटैचमेंट अच्छी आमर एक से नदी को भी माँ बोली कहुई मातृभूमि को भी माँ बोली कहुई तो ये मातृभूमि कहले आम जो पिला माने भावुचंती ये जो गोड़ी माटी बाली पथर से कौन से गोटे वस्तुवादी भावुचंती भारत गोटे माँ अर्थात भारत माँ माने कौन भारत रही समस्त मनीष मानकर जो एकतार विचार एकतार भावना से जो सांस्कृतिक पारस्परिक संपर्क से भारत माता जमीती आम जन को माँ कहचे कौन ना तार जी संतान समस्त आम भाई तेणु ये भारत प्रत्येक लोक मोर भाई ये भावनाटा हूँ भारत मातार चिंतन ता द्वारा कौन हुए ना अन्यर सुख दुख प्रति आम संवेदनशील हो
आज जिते आम आपको गोड़ी माटी बाली पथर सीमेंट बोली विचार करवा एवं भौतिकवादी दृष्टिकोण देखा पैसा आज सबकि विदेश को पलि जा थर कौन हम छुआ मैंने जो बड़ हे से माता पिता छाड़ी दी पलि कहीं आमर ये इमोशनल अटाचमेंट गोटे आत्मिक संवेदनशील विचारधारा कहीं भारत वर्ष विकसित कराई ना आ द्वारा आमर गोटे प्रतिबद्धता रही आमर गोटे कमिटमेंट रम भीतर गोटे कृतज्ञतार भावना रही यही पानी यही पवन जोटे मोर हजार हजार प्रति व्यास वशिष्ठ जैमिनी पतंजलि कणाद कपिल लक्ष लक्ष ऋषि मुनि मैंने जन्म होती चंदन है मेरे देश की मिट्टी आम कहीं कहूँ ना यार प्रत्येक धूली कोणारे अनेक ज्ञान विज्ञान तपस्वी मान भावना संस्कार सब अच्छी से भावना रहिले आम भीतर कौन भावना आसे ना मो भारत को मो मातृभूमि को मो ऊपर उठे गोटे कथा हूँ आप क्रिकेट खेल देखते आज्ञा गोटे हूँ देश देश मध्य क्रिकेट खेल आ गोटे हूँ क्लब क्रिकेट आज्ञा जो आईपीएल होची ओपीएल होची भिन्न भिन्न क्लब होची क्लब क्रिकेट रे कौन से राष्ट्रीय तो स्वाभिमान विशेष न था कहीं कौन से निर्दिष्ट अंचल लोक न था जी जाको पैसा देकी किनला सी भड़ारे जाइए सब भड़ाटिया प्लेयर था किंतु जिते देश देश भितर खेल हुए से तो पूरा सारा केवल 11टा प्लेयर नुहति से 11टी प्लेयर भारत 150 कोटी लोक प्रतिनिधित्व करती पचर प्रत्येक संवेदना जोड़ी लोक भाव मु खेलु क्रिकेट ये जो संवेदन भावनाटा ये भावनाटा जो बड़ जिन मनीष को शक्ति दिए मनीष को राष्ट्र प्रति समाज प्रति समर्पित हमार भावना और जिते जड़े लोक जो लोक ये मटे पानी पवन रे पड़ला सी आज ब्रेन ट्रेन रे पैसा पाए से पड़ेला जे निज माँ रही से बाहर लोक कौन हम आज्ञा महाराज आउ कौन पैसा मिले आउ गोटे पड़े आउ कौन पैसा मिले माने द्वारा कौन हम ता प्रति भी क्या दायित्व हो कि रह ये गोटे हानिकारक जिनस तेणु जो मटी आम पढ़ले आम ताप कम कर डॉक्टर एपीजे अब्दुल कलाम भी चाहिए नासा को बढ़ई पारि कौन ऑफर कम थिला किंतु गोटे शक्तिहीन भारत को शक्तिशाली करने जो चिंता कर जो मिसाइल आम पाखे नाला ये हूँ राष्ट्रीयता ये हूँ भावना मो देश मु आप कम करी पैसा कम करवा एवं मातृभूमि कम करवा ये भीतर आकाश पातल पार्थक्य आज देखुचे आमे जदि निज आमे भारत जन्म होइछे आमको भारत रो केही बाहर कर परियो ना आपण भिसा नहीं कहीं अमेरिका को जाइछन काली कौन प्रकार से बाहर करी घर पठे देबे एबे भी कराइछि आपण एठो हेबे कि सेठो हेबे आज्ञा जत्ते बेले आपण निज स्वार्थ पई मातृभूमि को छाड़ी विदेश को पळैथिले सेठो धक्का मारी जे बाहर कर देबे आपण कार हेबे आज्ञा महाराज से भावनाटा आमे कोन कि दीर्घकालिक विषय चिंता करने तेरे से भावना आम रहा कथा जो प्रज्ञा जो प्रतिभा ये इंस्टीट्यूट आम पढ़ले आमे पाठ पढ़ा पछरे केवल माता पिता नहीं ये समाज पैसा खर्च होती राष्ट्र पैसा खर्च होती तेणु आम राष्ट्र पाखे ऋणी ये भावना पिला युवक मान भर जो भर्ती कर दी पारनी कौन प्रकार शिक्षा नीति अव्यवस्था कारण हो दीर्घ काल धरी शिक्षा राष्ट्रीयतार जो भाव रहा राष्ट्र प्रति समर्पण भावना जो भाव रहा तेणु ये प्रकार विपरीतगामी एवं भोगवादी युवपीढ़ी बाहर तेणु आमको शिक्षा नीति भितर गोटे राष्ट्रीयतार अनिवार्य प्रवेश करने पड़ो महाराज सन्यासी जीवन रो लक्ष्य होता है ईश्वर को साक्षात आज्ञा आपण ईश्वर को साक्षात कले हाँ करनी से रास्ता रे जाउची एतिके आनंद रे हाँ मने करन तो हम विचार करे मु दिल्ली रे जाउची ट्रेन धरि छालेनी बस रास्ता रे अछि आशा अछि ए आमे देखंतो आमे जन्मांतरवाद विश्वास करछु ए जन्म नले आर जन्म भगवान ऊपर भरोसा अच्छी भगवान को न्याय व्यवस्था पर भरोसा अच्छी जो परमात्मा दयारु आज ठिकना पाईगलु ट्रेन रे भी बसु ट्रेन चली से परमात्मा दया निश्चित भाव में आम लक्ष्य स्थल रे पहुंची ईश्वर साकार ना निराकार हाँ ये वास्तव रे जो जिनस अच्छी आमर जो भारतीय संस्कृति मूल हूँ वेद वेद रे गोटे कथा कहुई जे परमात्मा को आम केमती जाना ना परमात्मा गुण कर्म स्वभाव द्वारा आम परमात्मा को जाना परमात्मा गुण कर्म स्वभाव कौन ना ईश्वर सर्वज्ञ सर्वशक्तिमान एवं सर्वव्यापक तेणु जेहेतु परमात्मा सर्वव्यापक तो सी कौन से लिमिटेड स्थान रे आबद्ध हो पारे ना
प्रत्येक व्यक्ति स्वीकार करती परमात्मा निराकार एथिरे कार कौन द्विमत नहीं कहीं तथ्य होची से हाँ उपासनार पद्धतिर भिन्नता दृष्टि किसी लोग विचार करते हठात जेहेतु आम निराकार विचार को आम कल्पना को नहीं पारनु से स्वीकार करते परमात्मा वास्तव में निराकार अटंती किंतु से पाठ विश्वविद्यालय पाठ तेणु आम जो प्रथम अ मड़ेवाटा आरंभ करुचु तेणु आम ये अ पाठ धीरे धीरे लक्ष्य तो से आमको निराकार परमात्मा पहुंचा पड़ो जेहेतु निराकारत्व हूँ परमात्मा यथार्थ स्वरूप किंतु हठात निराकार कहले जेहेतु आम बुझी पारुनु परवर्ती काल रे किछि किछि व्यक्ति माने धीरे धीरे ए स्टेप बाय ताकु नवा गोटे पद्धति देइचंदी किंतु वेद दर्शन उपनिषद ये सब आधार रे परमात्मा यथार्थ स्वरूप हूँ ईश्वर निराकार अटंती कहीं सपरियगात जेहेतु से सबुठी व्यापक रही स्पेसटा जमी गोटे फाइनाइट रे लिमिटेड हो पारनि से भाव में परमात्मा अनंत ना ही अनंत जार अंत हो अनंत हो पारनि अनंत नाम भागवत पढ़ु अनंत नामे अंत ना ही अण अक्षरे तारो दे आरंभ ही भागवत लिखाई परमात्मा अनंत अटंती से यथार्थ स्वरूप धर्म और आध्यात्म ये दुईटी मध्य पार्थक्य कौन देखो धर्म एक बहुत व्यापक शब्द धर्म भितर पदार्थर गुण कर्म स्वभाव सब आसे धर्म कहले कर्तव्य को भी बुझाए धर्म कहले गुण को भी बुझाए धर्म कहले पूजा पद्धति उपासना सब को बुझाए तेणु धर्म गोटे व्यापक शब्द किंतु अध्यात्म एक भिन्न शब्द से धर्म भली एत व्यापक शब्द नहीं अध्यात्म शब्द अधि माने संपर्कित आत्मा संबंधी चर्चा आत्मा कौन परमात्मा कौन कर्म फल कौन पुनर्जन्म अच्छी ना नहीं कहीं हुए ये जो दार्शनिक विचारधारा आपको कह जाए अध्यात्म और धर्म एक बहुत व्यापक शब्द आम पत्नी धर्म पुत्र धर्म पति धर्म ये कर्तव्य दृष्टि कहूँ आम नागरिकर धर्म नागरिकर कर्तव्य दृष्टि कहूँ आम अग्निर धर्म जलर धर्म पदार्थर गुण दृष्टि कहूँ तेणु धर्म गोटे बहुत व्यापक शब्द गोटे राष्ट्र धर्म आम कहूँ राष्ट्र धर्म शब्द कौन ना राष्ट्र प्रति कर्तव्य तेणु धर्म और अध्यात्म भितर अध्यात्म धर्म है गोटे भाग आज्ञा धर्म आहुरी बड़े व्यापक शब्द महाराज आजिकल जदि देखा सोशल मीडिया हो टीवी हो अन्य आमर कार्यक्रम द्वारा धर्म और आध्यात्म बहुत प्रचार प्रसार होछि प्रकृत रे यह धर्म को वृद्धि करुछि कि ना ना आज धर्म कहले आमे कौन कि एक निर्दिष्ट प्रकार पूजा पाठ आ पूजा पाठ धर्म भी वर्तमान धर्म बोली जहाँ कहुछि सेठी धर्मर आत्मा नहीं केवल धर्मर बाहर खोलपाटा अच्छी अनेक उदाहरण आज पूजा पूजा माने कौन पूजार मौलिक उद्देश्य है चित्तर एकाग्रता मन को आनंद करवा आत्मार उत्थान करवा किंतु आज जेतिकी बड़ बड़ पूजा मंडप होची जेतिकी बड़ बड़ बेसी उच्चरे आपणकर माइक बाजुची जो प्रकार गीत से बाजुची जो प्रकार रोषणी होची आपण गोटे कहतु गोटे बहुत बड़ पूजा जहाँ आम आध्यात्मिक ना चिंता करुचे से जो लोक भी जाउछंती मीना बजार हेले केते लोक जाउछंती एवं पूजा पेंडल रे केते लोक थाउछंती पूजा पाई पुरोहित को केते दक्षिणा दिया होची एवं प्रोसेसन पाई डीजे वाला को केते पैसा दिया होची तेणु मु कहली आज धर्मटा बाहर खोल पई जाय मंदिर विराट विराट अच्छे लोक नाहांती आज धर्म कौन बढ़ी बोली कहते मु अल्प दिन तलर कथा गोटे मंदिर यज्ञ कार्यक्रम करूँ संध्या बेले आम यज्ञ 4 ରୁ 5:30 पर्यंत थिला टिके ताबरे प्रवचन हो 6टा हो गला 6टा बेले मंदिर आरती है बाहर आमर यज्ञ होता आरती भितर जमी आरंभ है मुझे आरती है चलो बर्तमान आम जा सरला आम कार्यक्रम बहुत लोग आस घंटा घंटी बाजिला आम जा कि आज्ञा जाकि देखला बेलू घंटा गिन्नी मृदंग सब शब्द हो केवल जड़े मात्र पूजक से भितर अच्छा घंटा बजाऊला किए बजाऊँ मेसीन माने ये जो स्थिति वर्तमान कहतु जे जदि मेसीन द्वारा आमको गिन्नी बजेबार थिला घंटा बजेबार थिला तो मंदिर कौन पे कले तेणु मंदिर बहुत बड़ लोक ना आग विचार कर आज 50 वर्ष तले गाँव में छोटिया मंदिर थिला किंतु गाँ सारा लोक एकाठी होते तेणु धर्म अध्यात्म धर्म बढ़ी ना कम अच्छी
ଆଗ ପ୍ରବଚନ କମ ଥିଲା, କହିବାକୁ ଲୋକ କମ ଥିଲେ, କିନ୍ତୁ ଗାଁ ସାରା ଲୋକ ଶୁଣିବାକୁ ଯାଉଥିଲେ। ଆଜି ବଡ ବଡ ପ୍ରବଚନ 50ଟା ଲୋକ ଖୋଜିବା କଷ୍ଟକର ହେଇଗଲାଣି। ତେଣୁ ଆଜି ଧର୍ମର ବାହ୍ୟ ଆବରଣ ବହୁତ ଅଧିକା ହେଇଯାଇଛି, କିନ୍ତୁ ଧର୍ମ ଭିତରେ ଯୋଉ ଏସେନ୍ସ, ଧର୍ମର ଯୋଉ ସ୍ପିରିଟ, ଧର୍ମର ଯୋଉ ସୋଲ, ଧର୍ମର ଆତ୍ମା, ସେଇଟା ନାହିଁ। ନହେଲେ ଯୋଉ ଭାରତ ବର୍ଷକୁ ସାରା ବିଶ୍ୱ କହୁଛି ଗୋଟେ ଧର୍ମ ପ୍ରଧାନ ଦେଶ ବୋଲି କୁହନ୍ତୁ, ଆଜି ମନ୍ଦିର ଯେତିକି ବଢୁଛି ସେ ଭାରତ ବର୍ଷରେ ବୃଦ୍ଧାଶ୍ରମ ସେତିକି ବଢୁଛି। ଆଜ୍ଞା ଆପଣ କେବେ ଚିନ୍ତା କରିଥିଲେ? ଏ ଭାରତ ହଉଛି ସେ ଭାରତ ଯୋଉଠି ମରିଗଲା ପରେ ବି ମାତା ପିତାଙ୍କୁ ବହୁ ବର୍ଷ ଧରି ଶ୍ରାଦ୍ଧ କରି ଖାଇବାକୁ ଦଉଥିଲେ। ଆଜି ବଞ୍ଚିବା ମାତା ପିତାଙ୍କୁ ସେଠି ଖାଇବାକୁ ଦିଆ ହଉନି। ତ ଧର୍ମ ବଢିଛି ନା କମିଛି? ଇଏ ବଡ ବିଚାର, ଇଏ ଆତ୍ମ ଚିନ୍ତନ କରିବାର ସମୟ ଆମର। ତେଣୁ ଧର୍ମ ନାଁରେ ଯୋଉ ଭେଳିକି ବଢିଛି, ଧର୍ମ ନାଁରେ ପ୍ରଶାସନ ବଢିଛି, ଧର୍ମ ନାଁରେ ପ୍ରହସନ ବଢିଛି, କିନ୍ତୁ ଧର୍ମର ଯୋଉ ମୂଳ ଜିନିଷ, ଆମ ସଂସ୍କୃତିର କେତେ ବହି। ଆଗ ଗୋଟେ ଛୋଟ କଥା କହିବି, ମୁଁ ଯେତେବେଳେ ଛୋଟ ଥିଲି ଗାଁ ମାନଙ୍କରେ ସନ୍ଧ୍ୟା ହେଇଗଲେ ଦିନରେ ଖାଇସାରିଲା ପରେ କୌଣସି ଗୋଟିଏ ଜାଗାରେ ପୁରାଣ ପଢା ହଉଥିବ, କି ସେଇ ପିଣ୍ଡାରେ ପଢା ହଉଥିବ, ଗାଁର ଏ ସାହିରେ ପଢା ହଉଥିବ, ଗାଁର ସବୁ ସ୍ତ୍ରୀ ଲୋକମାନେ ଏକାଠି ବସି ସେମାନେ ପାଠ କମ ପଢିଥିଲେ କିନ୍ତୁ ଧର୍ମକୁ ଜାଣିବା ପାଇଁ, ସଂସ୍କୃତିକୁ ଜାଣିବା ପାଇଁ ରୁଚି ଥିଲା, ସେମାନେ ଆସିକି ସେଠି ବସି ଶୁଣୁଥିଲେ। ଆଜି ବହି ବହୁତ ହେଇଗଲା, କେତେ ଲୋକ ପଢୁଛନ୍ତି? ସେତେବେଳେ ସେମାନେ ପାଠ ପଢିନଥିଲେ, ଧର୍ମକୁ ଜାଣିବା ପାଇଁ ଇଚ୍ଛା ଥିଲା। ଆଜି ପାଠ ବହୁତ ପଢିଲେ, ଧର୍ମକୁ ଯାଇକିରି ଶୁଣିଲେ ବି ଶୁଣିବା ପାଇଁ କାହା ପାଖରେ ଇଚ୍ଛା ନାହିଁ। ତ ଧର୍ମ ବଢିଛି କୁଆଡେ? ବହୁତ ନୈତିକ ମାନଦଣ୍ଡ ହ୍ରାସ, ଧର୍ମର ହ୍ରାସ ହଉଛି। ଯଦି ଆମେ ଧର୍ମ ବଢିଥାନ୍ତା, ମନ୍ଦିର ମାନଙ୍କୁ ଆମେ ଯାଉଛେ କଣ ପାଇଁ ଯାଉଛେ? ପୂଜା କରିବା ପାଇଁ। ତ ଆମେ କେବେ ବିଚାର କରିଛେ, ମୁଁ ଯେତେବେଳେ ଗୋଟେ ପୂଜା ପାଇଁ ଯାଉଛି, ମନ୍ଦିରକୁ ଯାଉଛି, ମୋର ବେଶ କଣ ହବା କଥା, ମୋର ପୋଷାକ କେତେ ଶାଳୀନ ହବା କଥା? ଆମେ ଯଦି ଚିରା ଫଟା ଇଏ ଯୋଉ ପ୍ରକାର ସିନେମା ଗଲା ବେଳକୁ ଯୋଉ ଡ୍ରେସ ପିନ୍ଧିକି ଯାଉଛେ, ଆମେ ସେଇଭଳି ଯଦି ପିନ୍ଧିକି ଆଧ୍ୟାତ୍ମିକ ସ୍ଥାନକୁ ଯିବା, ଭାବି ପାରିଥାନ୍ତେ କି ଆମେ? ଆଜ୍ଞା ମହାରାଜ। କି ଆମର ଆତ୍ମ ଅବଲୋକନ କରିବାର ସ୍ଥିତି। ମୁଁ କାହାକୁ ଦୋଷ ଦଉନି, ଆମେ ସମସ୍ତେ ଚିନ୍ତା କରିବା। ତମର ବି ଦାୟିତ୍ୱ ଅଛି, ମୋର ବି ଦାୟିତ୍ୱ ଅଛି, ସମାଜର ଦାୟିତ୍ୱ ଅଛି, ଆମ ସମସ୍ତଙ୍କର ଦାୟିତ୍ୱ ଅଛି। ଯୋଉ ଧର୍ମ, ଯୋଉ ସଂସ୍କୃତି ବ୍ୟାସ, ବଶିଷ୍ଠ, ଜୈମିନୀ, ପତଞ୍ଜଳି, କଣାଦ, କପିଳ, ଲକ୍ଷ ଲକ୍ଷ ଋଷି ମୁନି ମାନଙ୍କ ଦ୍ୱାରା ଆଜିକି 196 କୋଟି ବର୍ଷ ହେଇଗଲା ସଂସାର ଅଛି। ଆମ ମାନଙ୍କ ଦାୟିତ୍ୱ ତାକୁ ସୁରକ୍ଷିତ ରଖିବା, ତାକୁ ଭବିଷ୍ୟତ ପିଢି ପର୍ଯ୍ୟନ୍ତ ପହଞ୍ଚେଇବା। ମହାରାଜ, ଆଜିକାଲି ମନ ବିଚଳିତ, କାରଣ ପ୍ରତ୍ୟେକ ଲୋକ, ପ୍ରତ୍ୟେକ ବ୍ୟକ୍ତି ହୁଅନ୍ତୁ, ଯୁବକ ହୁଅନ୍ତୁ, ଛାତ୍ର ହୁଅନ୍ତୁ, ସମସ୍ତଙ୍କ ହାତରେ ଗୋଟେ ଗୋଟେ 3 ଇଞ୍ଚର ଗ୍ୟାଜେଟ। ମନ ବିଚଳିତ ଯନ୍ତ୍ର। ସେ ବିଚଳିତ ମନକୁ ଏକାଗ୍ର କରିବା ପାଇଁ କିଛି ସରଳ ଉପାୟ ଅଛି କି? ଦେଖନ୍ତୁ, ବିଚଳିତ ମନକୁ ଏକାଗ୍ର କରିବାର ଉପାୟ ହେଲା ଦିଟା କଥା। ନଦୀରେ ପାଣି ଯାଉଛି, ପାଣିକୁ ଯଦି ଆମେ କେନାଲରେ ପ୍ରବାହିତ କରିବାକୁ ଚାହିଁବା, ଏକାଗ୍ର ଗୋଟିଏ ଡାଇରେକ୍ସନରେ ନବା, ଆଗ ପ୍ରଥମ ହେଲା ବନ୍ଧ ବାନ୍ଧିବାକୁ ପଡିବ। ଆଜ୍ଞା। ତାପରେ ଆମକୁ ଗୋଟେ କେନାଲଟିଏ ଖୋଳିବାକୁ ପଡିବ। ତ ସେମିତି ବିଚଳିତ ମନକୁ ଏକାଗ୍ର କରିବାର ଉପାୟ ଅଛି, ଆଉ ଜରୁରୀ ମଧ୍ୟ। କଣ ଉପାୟ? ମୁଁ ବହୁତ ଲୋକଙ୍କୁ କହେ, ସକାଳୁ ଉଠୁ ଉଠୁ ଲୋକ ଅନ୍ଧଟିଏ ଯେମିତି ତା ବାଡିକୁ ଦରାଣ୍ଡି ହୁଏ, ଲୋକ ଆଗ ଅଣ୍ଡାଳି ହେବେ, ଭାଇ ମୋ ମୋବାଇଲଟା କୁଆଡେ ଗଲା ସକାଳୁ। ତ ଆମେ ପ୍ରବଚନ ବହୁତ ଜାଗାରେ କହୁ, ଦେଖ ଆମେ ଯୋଉ ମୋବାଇଲଟା ସକାଳୁ ଉଣ୍ଡାଳୁଛୁ କଣ ଦରକାର? ଜଣେ ବ୍ୟକ୍ତି ଥରେ କହିଲେ, ଆଜ୍ଞା ଯଦି ସକାଳୁ ଆଗ ଉଠି ଦେଖିବାକୁ ପଡିବ ମୋବାଇଲଟା ଚାର୍ଜିଂ ହେଇଛି ନା ନାହିଁ, ଯଦି ଚାର୍ଜିଂ ନହେଲେ ଦିନ ସାରା କାମ କେମିତି କରିବା? ତେଣୁ ତାକୁ ଚାର୍ଜିଂ କରିବାକୁ ପଡିବ। ମୁଁ କହିଲି ଆମେ ମୋବାଇଲକୁ ଚଲେଇବା ନା ମୋବାଇଲ ଆମକୁ ଚଲେଇବ? ନା, ଆମେ ମୋବାଇଲକୁ ଚଲେଇବା। ଯଦି ଆମେ ମୋବାଇଲକୁ ଚଲେଇବା, ମୋବାଇଲଠୁ ଅଧିକା ଚାର୍ଜିଂ ଆମେ ହେଇଥିବା ଦରକାର। ଆଜ୍ଞା। ଆଜି ସମସ୍ୟାରେ କଣ ହେଇଛି? ମଣିଷଟା ଡିସଚାର୍ଜ ହେଇଛି, ମୋବାଇଲଟା ଫୁଲ ଚାର୍ଜିଂ ହେଇଯାଇଛି। ତେଣୁ ମୋବାଇଲ ମଣିଷକୁ ଚଲଉଛି। ତ ଆମକୁ ଆକୁ ଓଲଟେଇବାକୁ ପଡିବ। ମୋବାଇଲକୁ ଚାର୍ଜିଂ କରିବା ପୂର୍ବରୁ ମଣିଷକୁ ଆଗ ଚାର୍ଜିଂ ହବାକୁ ପଡିବ। ମୋବାଇଲକୁ ଆମେ ଇଲେକ୍ଟ୍ରିରେ ଚାର୍ଜିଂ କରିବା, ଆତ୍ମାକୁ ପରମାତ୍ମାଙ୍କ ପାଖରେ ଚାର୍ଜିଂ କରିବା। ତେଣୁ ବିଚଳିତ ମନକୁ ଏକାଗ୍ର କରିବାର ଉପାୟ, ଏକମାତ୍ର ଉପାୟ ହେଲା ଯେ ପ୍ରତ୍ୟେକ ଦିନ ଟିକେ ଆଧ୍ୟାତ୍ମିକ ଚିନ୍ତନ କରିବା। ମୁଁ କିଏ? ମୁଁ କାହିଁକି ଆସିଛି? ମୋର କର୍ତ୍ତବ୍ୟ କଣ? ମୁଁ ଯୋଉ ଦୌଡରେ, ଆଜିକାଲି ଯୋଉ ମୂଷା ଦୌଡ ଚାଲିଛି, ଗୋଟେ ରେଟ୍ ରେସ୍, ସେଥିରେ ମୁଁ ଯୋଉ ଦୌଡି ଯାଉଛି, କୋଉ ଲକ୍ଷ୍ୟ ନେଇକି ଯାଉଛି? କଣ ପାଇଲି, କଣ ପାଇବି? ଯୁଆଡେ ଯାଉଛି ମୋ ଲକ୍ଷ୍ୟ ସଫଳ ହବ କି? ତେଣୁ ଶାନ୍ତିରେ ବସି ଯେତେବେଳେ ବିଚାର କରିବା, କିଛି ଟିକେ ଯୋଗ କଲେ, ମେଡିଟେସନ କଲେ, ଈଶ୍ୱରଙ୍କ ଚିନ୍ତନ କଲେ, ଆତ୍ମ ସମୀକ୍ଷା କଲେ, ମନ ବିଚଳିତ ସ୍ଥିର ହେଇପାରିବ। ଉପାୟ ଅଛି। ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ରୋଗର ନିଦାନ ଅଛି, କିନ୍ତୁ ଆମେ ସେଟା କରିବାକୁ ପଡିବ।
महाराज आमे भारतर अधिवासी भारतर संवैधानिक अधिकार हमको मानवा को पड़ता है। निश्चित भाव सन्यासी हेले भी आपण संवैधानिक अधिकार भी मानती निश्चित मान आपणकर जो संवैधानिक विधि व्यवस्था रे जो आपण आपणकर मत साब्यस्त करती। हाँ निश्चित भाव करियो पड़ियो जदि मु ए देश रे बंचुची ए देशर रास्ता रे जदि मु चालुची ए देशर बिजुली रे जदि मु लाभान्वित होची ए देशर सबु कार्य जदि मु उपकृत होची तेणु से देशर जो संविधान रो व्यवस्था अछि ए देशर चिकित्सालय रे मते चिकित्सा मिलुची हॉस्पिटल रो जदि मु चिकित्सा हेबी चिकित्सित हेबी किंतु ए देशर को तैयारी करिवा पे मोर जो मौलिक दायित्व वोट दबा से हम करिवा को पड़ियो। प्रत्येक व्यक्ति आमे अतीत रे भी देखिछे रामायण आमे पढुछे महाभारत आमे पढुछे वशिष्ठ भी जने संत थे तांकर भी गुरुकुल थिला याज्ञवल्क्य भी जने ऋषि थे तांकर भी गुरुकुल थिला से भीतर जनक राज्यसभा को आसुले राज्यर व्यवस्था को मानुले तेणु वशिष्ठ भी राज्य व्यवस्था को मानुले राज्य व्यवस्था भितर हस्तक्षेप करते राजा को परामर्श दौले तेणु भारतीय व्यवस्था रे सन्यासी माने समाज तो अलग होकर रहिबे समाज विषय चिंता करिवे नहीं राष्ट्र विषय चिंता करिवे नहीं वेद कहछि वयम राष्ट्र जागृयाम पुरोहिता आमे अन्य साधारण व्यक्ति ठू जेहेतु आमको समाज अधिक सम्मान दउछि राष्ट्र प्रति समाज प्रति संविधान प्रति आमर बेसी दायित्व अछि। अच्छा महाराज एबे जदि देखिबा योगी आदित्यनाथ उत्तर प्रदेश रो मुख्यमंत्री योगी आदित्यनाथ को नेकी बहुत सारा टिप्पणी हैला महाकुंभ आयोजन बेले तांकू के मृतर सौदागर कहला तो महाकुंभ को भलो भाबरे आयोजन करि नाहंती बोली तांको अनेक आक्षेप करागला। आपण जने सन्यासी राजनीति रे जदि सक्रिय भूमिका नेबे सेतरे किछि असुविधा अछि कि? प्रथम कथा हला सन्यासी राजनीति को काहेकि आसिले एवं अच्छा भारत रे एक साबालक भोट व्यवस्था अछि कहार निज इच्छा रे केही राजनेता ही सफल होई परिबो नाही कहा को जदि लोक भोट न दियंती से केबे मध्य एमपी की एमएलए सरपंच टीए की वार्ड मेंबर टीए मध्य जिति परिबो नाही। अच्छा योगी आदित्यनाथ जेतेबेले भारतीय भोट साबालक भोट व्यवस्था भितरे चयन होइकरी आसिले लोक तो भोट देथिबे आज्ञा। अच्छा तांको विरुद्ध रे अन्य जो माने ठिया हितरे सब जाक सन्यासी ना गृहस्थ लोक ठिया हितले गृहस्थ ठिया हितले तो लोक तांको न दिया काई देले हां को नांदे आज्ञा। मोर कहवा कथा होची जने सन्यासी के साधु राजनीति करवा उचित कि नहीं लोक कहउछन हमें मु कहया दरकार नहीं हमें तो स्टूडियो रे बसी विचार करछ लोक कोन कहले लोक कहले सी नहीं ये योग्य काहे कि जदि अन्य लोकन ऊपर लोकंकर आस्था थांदा विश्वास थांदा घर संसार करथुवा लोक तांको छाडी आगु काई चयन करतांदे आंगो जदि के चयन करतांदे ये बिल्कुल संसद जाई पारन तांदे विधानसभा को जाई पारन तांदे तार तो लोक रास्ता का ऊपर अछि लोक विचार करचंती ए भली व्यक्ति माने जदि राज्य व्यवस्था भीतर को जेबे शासन व्यवस्था को जेबे जेहेतु एमानंकर परिवार बोली के नहीं मोह ममता भितर पशिबे नहीं का धन संचय करके 5 वर्ष पर रखिबार आवश्यकता नहीं और द्वितीय रे योगी आदित्यनाथ बेसी कहीं सफल हले जे तांको से जो मठर प्रतिनिधित्व करचंती से मठर ही संपत्ति किछि कहू नहीं आज्ञा तेणु जहा पाखे नथिबो से नै जीव खाइदो बोली भय भी थाए लोक कहीं भरोसा कले भाई आंको पाखे तो एबे बुद्धदेव नै जीव के भय करिवे से ता पितार संपत्ति राज्य छाड़ी आछंती आज्ञा। तो से बड़े भाव रे जेतबे साधारण जनता चाहिए और साधारण जनता जेतबे ये व्यवस्था पर गोटे विश्वास तो जीवा जाउथला से समय काहाको ना काहाको तो आगो आसी संभाळिबा पड़िबो तो से व्यवस्था भीतर योगी आदित्यनाथ को मु जहा भाबुची ये लोकंकर चाप एवं जो ये व्यवस्था गोटे परिवर्तन करिया पे काहाको ना काहाको किछि दिन आचार्य चाणक्य भी किछि दिन पाइ प्रधानमंत्री हेतिले फेर पळे गुरुकुल जगह व्यवस्था ठीक हे गेला आज्ञा। मतलब आचार्य चाणक्य गुरुकुल जो आचार्य सी तो पाठ पढ़ेगा कथा सी सशस्त्र क्रांति कहीं कले आम पाखे तो आदर्श अच्छे ना। महाराज आपण योगी आदित्यनाथ को केमती देखंती सन्यासी ना सम्राट? ना योगी आदित्यनाथ को जड़े भल प्रशासक भाव भी देखे एवं राष्ट्र प्रति समाज प्रति निष्ठावान व्यक्ति भाव भी देखे सन्यासी भावे। हाँ बिल्कुल असल कथाटी कौन हो सन्यास वस्त्र नहीं सन्यास विचार
ଆଜ୍ଞା ଆମେ ରାଜା ବିଦେହ ଜନକଙ୍କୁ ମଧ୍ୟ ଗୋଟେ ସନ୍ନ୍ୟାସୀ ଭାବରେ ଦେଖୁ। ସନ୍ନ୍ୟାସୀ ଗୃହସ୍ଥ ହେଇଥିଲେ ମଧ୍ୟ ସୁଖଦେବଙ୍କ ଭଳିଆ ଲୋକ ତାଙ୍କୁ ଉପଦେଶ ଦେବାକୁ ଯାଇଥିଲେ। ତେଣୁ ବ୍ୟକ୍ତି କୋଉ ଆଶ୍ରମର ଅଛି ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ କୋଉ ପ୍ରବୃତ୍ତିରେ କାମ କରୁଛି। ତେଣୁ ସେ ଦୃଷ୍ଟିରୁ ଆମ ତ ଦେଖିଛେ ଅନେକ ଋଷି ବୈଶିଷ୍ଟ୍ୟ ଗୃହସ୍ଥ ବି ଥିଲେ ନା, ଫେର ତାଙ୍କ ଋଷି ତାଙ୍କୁ କହିଛେ। ଆଉ ଏକ ସମୟରେ ସେମାନେ ମଧ୍ୟ ଯେତେବେଳେ ଆମେ ପଢୁଛେ ଆମର ପ୍ରାଚୀନ ଧର୍ମଗ୍ରନ୍ଥ ଗୁଡିକରେ, ଯେତେବେଳେ ରାଜା ମାନେ ଅରାଜକ ହେଇଯାଆନ୍ତି, ପ୍ରଜା ମାନଙ୍କୁ ପୀଡା ଦିଅନ୍ତି, ସେତେବେଳେ ଧର୍ମ ସଂସ୍ଥାକୁ ସକ୍ରିୟ ହେବାକୁ ପଡେ ତାର ନିରାକରଣ କରିବା ପାଇଁ। କାହିଁକି ଧର୍ମ ଶକ୍ତି ହିଁ କ୍ଷେତ୍ର ଶକ୍ତିଠୁ ଅଧିକ ବଳବାନ ହେଇପାରିବ। ତ ସମାଜରେ ଏକ ତାତ୍କାଳିକ ବ୍ୟବସ୍ଥା, ଭଲ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଏଭଳି କିଛି କିଛି ବ୍ୟକ୍ତିଙ୍କୁ ଆଗକୁ ଆସିକିରି ସମାଜକୁ ମାର୍ଗଦର୍ଶନ ଦେବାକୁ ପଡିବ। ଯଦି କେବେ ଓଡିଶାରେ ଆଜ୍ଞା। ସେମିତି ପରିସ୍ଥିତି ତିଆରି ହୁଏ, ତାହେଲେ ଆପଣ ମଧ୍ୟ ନାଇଁ। ଯୋଗୀ ଆଦିତ୍ୟନାଥଙ୍କର ଭୂମିକା ନିର୍ବାହ କରିବେ? ନାହିଁ, ଆମ ଭୂମିକାଟା ଆମେ ପୂର୍ବରୁ ନିର୍ଦ୍ଧାରିତ କରିଦେଇଛୁ। ଆମ ଭୂମିକାଟା ହଉଛି ମାର୍ଗଦର୍ଶନ କରିବାର। ଆଚାର୍ଯ୍ୟ ଚାଣକ୍ୟ କେବେ ବି ସମ୍ରାଟ ହେଇନଥିଲେ। କିଛି ସମୟ ପାଇଁ ତ ହେଇଥିଲେ। ନାଇଁ, ମୁଁ ପ୍ରଧାନମନ୍ତ୍ରୀ ହେଇଥିଲେ। ହଁ, ପ୍ରଧାନମନ୍ତ୍ରୀ ହେଇଥିଲେ। ଆଜ୍ଞା ତେଣୁ ଆମର ଭୂମିକା ନିଶ୍ଚିତ। ଆମ ଭୂମିକାଟା ଅଛି ଚାଣକ୍ୟଙ୍କ ଭୂମିକାରେ। ଆମେ ରାଜା ତିଆରି କରିବୁ, ଆମେ ରାଜା ହବୁ ନାହିଁ। ରାଷ୍ଟ୍ରକୁ ମାର୍ଗଦର୍ଶନ କରିବା ଆମ କାମ, ଏଇଟା ଗୋଟେ ବଡ ଦାୟିତ୍ୱ। ଆଜ୍ଞା, ଜଣେ ଗୃହସ୍ଥାଶ୍ରମରେ ରହିକି ଆଜ୍ଞା, ସନ୍ନ୍ୟାସର ପ୍ରାକ୍ଟିସ କରିପାରିବ? ବିଲକୁଲ। ବିଦେହ ତାର ରାଜା ଜନକ ତାର ପୂର୍ଣ୍ଣ ଦୃଷ୍ଟାନ୍ତ। ନାଇଁ, ରାଜା ଜନକଙ୍କୁ କେଡେ କେଡେ ଋଷି ମାନେ ମାନୁଥିଲେ, ଉପଦେଶ ନେବା ପାଇଁ ଯାଉଥିଲେ। ମାନେ ଋଷି ମାନେ ଉପଦେଶ ନେବା ପାଇଁ ଜନକଙ୍କ ପାଖକୁ ଯାଉଥିଲେ। ତେଣୁ ଜଣେ ଗୃହସ୍ଥ ଆଶ୍ରମରେ ରହିକିରି ମଧ୍ୟ, ଏବେ କୁହନ୍ତୁ, ମୁଁ ଆପଣଙ୍କୁ ପଚାରୁଛି, ଭାରତ ବର୍ଷରେ ଦିଟା ବ୍ୟକ୍ତିଙ୍କୁ ଆଜି ଭାରତର ଘରେ ଘରେ ପରିଚିତ। ଜଣେ ହେଲେ ଶ୍ରୀରାମ, ଜଣେ ହେଲେ ଶ୍ରୀକୃଷ୍ଣ। ଆଜ୍ଞା, ଏ ଦି ଜଣ ଗୃହସ୍ଥ ଥିଲେ ନା ସନ୍ନ୍ୟାସୀ ଥିଲେ? ଗୃହସ୍ଥ। ଆଉ ଆପଣ ଦୃଷ୍ଟାନ୍ତ ମିଳିଗଲା। ଆଜ୍ଞା, ତେଣୁ ଜଣେ ଗୃହସ୍ଥ ଆଶ୍ରମରେ ରହିଲେ ବି ଯେ ମର୍ଯ୍ୟାଦାବାନ ହେଇପାରିବନି। ବାଲ୍ମୀକି ତ ନିଜ ଜୀବନ ଲେଖିଥାନ୍ତି, ରାମଙ୍କ ଜୀବନ ଲେଖିଲେ। ବିଗ୍ରହବାନ ଧର୍ମ ବୋଲିକିରି ତାଙ୍କୁ କହିଲେ, ମର୍ଯ୍ୟାଦା ପୁରୁଷୋତ୍ତମ ବୋଲିକିରି କହିଲେ। କାହିଁକି? ଆପଣ ମତେ କୁହନ୍ତୁ, ଯେତେବେଳେ ରାଜସ୍ୱ ଯଜ୍ଞ ହେଲା ମହାଭାରତରେ, ବ୍ୟାସଙ୍କ ଭଳିଆ ଋଷି ସେଇଠି ଥିଲେ, ଭୀଷ୍ମଙ୍କ ଭଳିଆ ବ୍ରହ୍ମଚାରୀ ସେଇଠି ଥିଲେ, କେତେ ଲୋକ ସେଠି ଉପସ୍ଥିତ ଥିଲେ। ଏ ସମସ୍ତଙ୍କ ସତ୍ତ୍ୱେ ଭଗବାନ ଶ୍ରୀକୃଷ୍ଣ ଶ୍ରୀକୃଷ୍ଣଙ୍କ ଦିଆ, ଏ ତ ଗୃହସ୍ଥ ଲୋକ। ଭୀଷ୍ମ ବିଲକୁଲ ଆଜୀବନ ବ୍ରହ୍ମଚାରୀ, ତାଙ୍କୁ ତ ଦିଆ ହେଲାନି। ଆଉ ବ୍ୟାସ ଯେ ଜଣେ ଋଷି, ତାଙ୍କୁ ତ ଦିଆ ହେଲାନି, କୃଷ୍ଣଙ୍କୁ ଦିଆ ହେଲା। ତେଣୁ ଗୃହସ୍ଥ ଆଶ୍ରମରେ ରହିଛନ୍ତି ସନ୍ନ୍ୟାସୀର କଥା ନାହିଁ, ସବୁଠୁ ବଡ କଥା ଭିତରୁ କେତେ ନିଷ୍ପୃହ ଅଛନ୍ତି, ସିଏ ହଉଛି ଗୁରୁତ୍ୱପୂର୍ଣ୍ଣ କଥା। ମହାରାଜ, ଏବେ ମହାକୁମ୍ଭ ଯାଇଛି, ମହାକୁମ୍ଭର କେତେ ମହତ୍ଵ ରହିଛି? ଦେଖନ୍ତୁ, ଅତୀତରେ ଏ ଯୋଉ ମହାକୁମ୍ଭ ଗୁଡିକ ହଉଥିଲା, ବାସ୍ତବରେ ମହାକୁମ୍ଭର ମୌଳିକ ଉଦ୍ଦେଶ୍ୟ ଥିଲା ଯେ ଶାସ୍ତ୍ରର ରକ୍ଷା। ସମସ୍ତ ଜ୍ଞାନୀ ବିଦ୍ୱାନ ମାନେ ଯିଏ ଭିନ୍ନ ଭିନ୍ନ ନଦୀ କୂଳରେ ସବୁ ଆଶ୍ରମ କରି ରହୁଥିଲେ, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହଉଥିଲେ। ଏକତ୍ରିତ ହେଇକରି ଏ ଯୋଉ ଆପଣ ଦେଖୁଛନ୍ତି ମାସେ କାଳ ଧରିକି ଚାଲୁଥିଲା, ଗୋଟେ ଶାସ୍ତ୍ର ଚର୍ଚ୍ଚା ଚାଲୁଥିଲା ଯେ ଆମେ ରାଷ୍ଟ୍ରକୁ ଦିଗ୍ଦର୍ଶନ ଦେଖେଇବା। ତେଣୁ ରାଷ୍ଟ୍ର ପାଇଁ କଣ ଯୋଜନା ତିଆରି କରିବା, ସମାଜର ଲୋକମାନଙ୍କୁ ଧର୍ମ ମାର୍ଗରେ କେମିତି ଚଲେଇବା, ଏବଂ ଆମର ଯୋଉ ଅନେକ ଗ୍ରନ୍ଥ ଗୁଡିକ ଅଛି ତାର ପଠନ ପାଠନ ସୁରକ୍ଷା, ତା ଉପରେ କମ୍ପିଟିସନ ପ୍ରତିଯୋଗିତା ଚର୍ଚ୍ଚା, ସିଏ ଗୋଟେ ପ୍ରକାର କୁହନ୍ତୁ ଇଏ ଗୋଟେ ସେମିନାର, ମାସେ କାଳ ଧରି ଗୋଟେ ସେମିନାର ହଉଥିଲା। ବର୍ତ୍ତମାନ ସେ ସ୍ଥିତି ବଦଳି ଯାଇଛି। ଦୁଃଖର କଥା ହଉଛି, ଆଜି ମହାକୁମ୍ଭ କହିଲେ ଲୋକେ କେବଳ ଗାଧେଇବାଟାକୁ ବୁଝିଲେ। ଅତୀତରେ ନଦୀର ଜଳ ତ ପବିତ୍ର ଥିଲା, ନଦୀର ଜଳ ତ ଗାଧେଇବେ, କିନ୍ତୁ ଅଧିକ ଥିଲା ଜ୍ଞାନର ଜଳରେ ଅବଗାହନ କରିବା। ଆମ ଧର୍ମ ସଂସ୍କୃତିକୁ କେମିତି ସୁରକ୍ଷିତ କରିବା, ଆମ ଧର୍ମ ସଂସ୍କୃତିକୁ ଗୋଟେ ପ୍ଲାଟଫର୍ମରେ, ଆମର ଯୋଉ ଛଅଟା ଦର୍ଶନ ଅଛି, 4ଟା ବେଦ ଅଛି, 11ଟା ଉପନିଷଦ ଅଛି, ଏ ସମସ୍ତ ବେଦର ବିଦ୍ୱାନ ସବୁ ସାଧୁ ସନ୍ଥକୁ ଗୋଟେ ଜାଗାରେ ଦେଖିବା, ସେମାନଙ୍କୁ ଜ୍ଞାନ ଚର୍ଚ୍ଚା ଶୁଣିବା, ମାସେ ମାସେ କାଳ ଲୋକମାନେ ରହୁଥିଲେ ସେଠି ଯାଇକି। ଏଇଟା ଥିଲା ଆମର ଗୋଟେ କଲଚରାଲ ହେରିଟେଜ, ସାଂସ୍କୃତିକ ବିରାସତ ଯାହାକୁ କହନ୍ତି। କିନ୍ତୁ ଧୀରେ 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 ସେ ପଢିବା ସବୁ ପ୍ରାୟ ଲୋକ ବି ଚିନ୍ତା କରୁଛନ୍ତି କେମିତି ପାଣି ଟିକେ ଛିଞ୍ଚିକିରି ପଢି ଆସିବା। ତ ଏଇଥିରେ ବାସ୍ତବରେ ମହାକୁମ୍ଭର ଯୋଉ ଉଦ୍ଦେଶ୍ୟ, ଏ ଯୋଉ ବିରାଟ ଯୋଉ ଆୟୋଜନ ହଉଛି, ସେଟା ସଫଳ ହେଇପାରୁନି। ସଫଳ ସେତେବେଳେ ହବ ଯେତେବେଳେ ଚର୍ଚ୍ଚା ଆଲୋଚନା ଆମ ଧର୍ମକୁ କେମିତି ରକ୍ଷା କରିବା। ଯଦି ଏଡେ ବଡ ମହାକୁମ୍ଭ କଲେ ଆସନ୍ତା 10 ବର୍ଷ 20 ବର୍ଷ 50 ବର୍ଷ ପର୍ଯ୍ୟନ୍ତ ସନାତନ ଧର୍ମକୁ ଦିଗ୍ଦର୍ଶନ ଦେବା ପାଇଁ
कौन आम कार्यक्रम करवा ये सनातन धर्म भितर बड़ विकृति आजिकल सब बड़ विकृति कौन आम भविष्य पीढ़ी आम पलि जाऊँच आज्ञा पिला भर धर्म संस्कृति आसुनी ए मोबाइल संस्कृति घरे घरे अनुप्रवेश करगला ए महामारी पिला केमती रक्षा करवा जदि आम भविष्य पीढ़ी आम धर्म संस्कृति न आसवे ये सनातन धर्म बुड़ीज तेणु कुंभटा हूँ ये सब चर्चार केन्द्र तापर रास्ता केमती या गाइडलाइन केमती गोटे मैप रूट मैप तैयारी करवा ये सब आवश्यकता अच्छी महाराज आपण सन्यासी आज्ञा सन्यासी ହେଲା ପରେ ଆପଣଙ୍କର रेगुलर एक्टिविटीज जदि देखिबा कोन कोन रहिছে ଆମେ ତ ଜାଣିଛୁ आज्ञा ଆପଣ ବହୁତ ଭଲ ମଠ ସ୍ଥାପନ କରିଛନ୍ତି ଆଶ୍ରମ ସ୍ଥାପନ କରିଛନ୍ତି ଆଜ୍ଞା। ଉସୁମା ଠାରେ आज्ञा ସେଠି ଉସୁମାରେ ଯୋଉ ମଠ ସ୍ଥାପନ ପଛର ଉଦ୍ଦେଶ୍ୟ କଣ ଆଉ ସେଠି କଣ କଣ କରା ଯାଉଛି କାର୍ଯ୍ୟକ୍ରମ हाँ देखो मु भी पूर्व जब कहली मु घर बाहर थी वेद पढ़ा मोर मौलिक उद्देश्य थिला महर्षि दयानंद सत्यार्थ प्रकाश पढ़ी जे भारतीय संस्कृतिर मूल वेद तार सुरक्षा हवा दरकार कहीं वेद बहुत ज्ञान विज्ञान अच्छे मु पढ़िला पर विचार कली आर सुरक्षा पाई कौन करवा एवं वेद को आजिर युव समाज मान भितर पहुंचापी कौन करा पड़ो पिला पाखे पहुंचा कौन करा पड़ो ये जो उत्सव आम आश्रम कलु आर मौलिक उद्देश्य है जे वर्ष रे जेतिकी थर छुट्टी होची पिलांगर पूजा अवकाश हला शीत अवकाश हला ग्रीष्म अवकाश हला ए समय अधिक रु अधिक स्कूल कॉलेज विद्यालय महाविद्यालय विद्यार्थी मानक नहीं आम से केमती 4 दिनिया 5 दिनिया 8 दिनिया भिन्न भिन्न शिविर सब करवा से शिविर मान भीतर आम संस्कृति विषय आजिकल पिला घरे ना माँ को मानुंट ना बापा को मानुंट ना क्या को मानुंट 24 घंटा मोबाइल रहिले घर लोकंर कथा प्रभाव पड़े तो से भली पिला से निज निज भितर प्रतियोगिता करी संस्कृति विषय कि जनइबा धर्म विषय कि जनइबा आजिकल जो साइंटिफिक टेक्नोलोजी आसला से टेक्नोलोजी पिला आकर्षण कला भली केमती आम भिन्न भिन्न स्लाइड प्रोजेक्टर माध्यम पिला शिक्षा दबा ता सहित किसी ब्रह्मचारी तैयारी करवा आमर परंपरा और द्वितीय कथा ये जो आश्रम आम तैयारी कर बहुत आश्रम अच्छे ये आश्रम जो तैयारी कलु आप गोटे बड़ उद्देश्य थिला आजिकल धीरे धीरे जो पारिवारिक व्यवस्था विघटन होची लोकों पारे पैसा अच्छी पिला नहांती या तो पिला एब्रोड रे या तो पिला मेट्रोपॉलिटन सिटी रे आपण केवल कटक भुवनेश्वर जदि बुली आसीबे एठी आपण तने केते हजार परिवार पाई जिवे वृद्ध वृद्धा केवल घरे अछन पाखरे केही नहांती तो ए भली लोक माननको गोटे एकाकीपणरू बाहर करी सेमाननको पय गोटे विकल्प व्यवस्था दो जे आमे ए भली गोटे कम्युनिटी सेंटर करवा 40 जन 50 जन मिसिक रहा गोटे रोषया रखा समान वर्ग लोक रहिले सकाल उठिले योग कले व्यायाम कले भ्रमण कले आध्यात्मिक जप कले ध्यान कले किसी समाज सेवा कले से गोटे क्रिएटिव नुआ जीवन गोटे दबा से गोटे आम आश्रम से बानप्रस्थ साधक आश्रम कर बानप्रस्थ व्यवस्था था पोस्ट रिटायरमेंट लाइफ आज्ञा केमिति से आत्मार उन्नति करवा एवं सोसाइटी जो रेस्पॉन्सिबिलिटी अच्छी ताको केमिति हम पूर्ण भाव करवा आम पाखे जो पैसा अच्छी जहाँ पाखे ना ताप लगे आज्ञा जो पिला केवल अमेरिका बसी भूत भाया घर जोगी लाभ कौन बर आम से पैसा आउ किसी पिला एडप्ट करवा जो पिला माँ बापा ना से कम से कम सम्मान देवे आम इे नाती को झुरी हो नाती बस अमेरिका तो से विकल्प व्यवस्था पे ये आश्रम गोटे काम कर केतोटी स्थान रे आपनकर आश्रम अब ये प्रथम आरंभ कर आर सफलता ये गोटे माने आम एग्जाम्पल कौन कर टेस्टिंग करने धीरे धीरे आम आपको बढ़ावा चाहूँ ये बड़ा आवश्यकता है आज समाज रे आपण जो सन्यास दीक्षा नेले केते दिन पर आपन सन्यास दीक्षा मिलिथिला हाँ आम आसबार आमर आसिलु से सन्यास दीक्षा दीटा पर निर्भर करे गोटे हूँ विद्यार योग्यता आ गोटे हूँ वैराग्यर योग्यता तेणु आम आसबार प्राय वर्षक भितर हमको सन्यास दीक्षा दिया जेहेतु से देखिए आम आगुरी अनेक पाखे वेदांतर किसी पढ़ी सी परीक्षा करती देखो योग्य जो मैंने आसिक मूल आरंभ करेंगे से समय लगे जो मैंने आगुरी किसी पढ़ी आसवे से रास्ता बहुत सहज महाराज आपणकर ओजस्वी वाणी बहुत उपादेयता थिला युववर्ग पाई आउ समाजर प्रत्येक व्यक्ति विशेष मानक पाई आपण एमती आपणकर वाणी द्वारा पूरा समाज को ए कलुषित समाज को मुक्ति प्रदान करंतु एतिके आशा आकांक्षा रहिबो आपण
ଆଜି ଆମକୁ ସମୟ ଦେଇଥିବାରୁ ଆମେ ମଧ୍ୟ ଆପଣଙ୍କ ପାଖରେ କୃତଜ୍ଞତା ଜ୍ଞାପନ बहुत बहुत धन्यवाद। नमस्ते।